से उद्देश्य आज कार्यक्रम ହେଇଛି। ଆଉ ଆଜିର କାର୍ଯ୍ୟକ୍ରମକୁ ସଂଯୋଜନା କରିବେ ଭାଇ କାହ୍ନୁଚରଣ ପାଣିଗ୍ରାହୀ ଏବଂ ଶେଷରେ ସମାପନ କରିବେ ଭାଇ ବିଭୂତି ଭୂଷଣ ପାଣିଗ୍ରାହୀ। ମୁଁ ଆଉ ଅଧିକ ସମୟ ନେଉନି, ଏବେ ଅନୁରୋଧ କରୁଛି ଭାଇ କାହ୍ନୁଚରଣ ପାଣିଗ୍ରାହୀକୁ କାର୍ଯ୍ୟକ୍ରମକୁ ଆଗେଇ ନେବେ। ଭାଇ ସମସ୍ତଙ୍କୁ ମୋର ପ୍ରଣାମ। ମୁଁ ପ୍ରଥମେ ମୋର କୃତଜ୍ଞତା ପ୍ରକାଶ କରୁଛି এই ସଂଯୋଗ ଅନୁଷ୍ଠାନର ସମ୍ମାନନୀୟ ହରପ୍ରସନ୍ନ ଦାସ ମହୋଦୟ, ରାଜକୁମାର ସୁତାର ମହୋଦୟ, ଶୁଭେନ୍ଦୁ ଦାସ ମହୋଦୟ, ବଡ଼ ଭଉଣୀ ବିଜୟଲକ୍ଷ୍ମୀ ପଟ୍ଟନାୟକ, ବାବାଜୀ ଭାଇ ଏବଂ ସମ୍ମାନନୀୟ ହେମନ୍ତ ଭାଇଙ୍କୁ, ସେମାନଙ୍କୁ ଆଉ ସମସ୍ତଙ୍କ ନାଁ ତ ମୁଁ ନେଇପାରୁନି, ସେମାନେ ପ୍ରଣମ୍ୟ। ଆଉ ସେମାନେ ମୋତେ ଆଜି ଏକ ସୁଯୋଗ ଦେଇଥିବାରୁ କିଛି କହିବା ପାଇଁ ମୁଁ ଆପଣଙ୍କୁ ଆଉ ଥରେ ମୋର ହୃଦୟ ଭରା କୃତଜ୍ଞତା ଜଣାଉଛି। ଆଜି ତ ଏ ଯୋଉ ଆଭାସୀ କାର୍ଯ୍ୟକ୍ରମରେ ରହିଛି ଯୋଉ 4 ଜଣ ଆମର ପ୍ରଣମ୍ୟ ଅଭିଜ୍ଞ ବ୍ୟକ୍ତିତ୍ୱ ଆଜି ସାମିଲ ହେଇଛନ୍ତି, ସେମାନଙ୍କର ଜୀବନର ଅଭୁଲା ସ୍ମୃତିକୁ ବଖାଣିବେ ଆମ ଆଗରେ, ଆମେ ସେଥିରୁ କିଛି ପ୍ରେରଣା ପାଇବା। ସେହି କ୍ରମରେ ମୁଁ ଖାଲି ଗୋଟିଏ କଥା କହିବି, ଗୋଟେ ଜଙ୍ଗଲରେ, ଗୋଟେ ପାହାଡ଼ରେ 3ଟି ଗଛ ଲାଗି କରିଥିଲେ ଏବଂ ସେ 3ଟି ଗଛ ଯେତେବେଳେ ଜାଣିଲେ ଜଙ୍ଗଲ ବା ପାହାଡ଼ଟି ଖୋଳା ହେଇଯିବ ଏବଂ ତାଙ୍କର ମୃତ୍ୟୁ ସୁନିଶ୍ଚିତ, ସେତିକିବେଳେ 3ଟି ଗଛ ଭିତରେ ପରସ୍ପର ଭିତରେ କଥା ହେଲେ ପ୍ରଥମ ଗଛଟି ପଚାରିଲା ଦ୍ୱିତୀୟ ଗଛକୁ, ମୋ ଜୀବନର ଅଭିଳାଷ କଣ? ଦ୍ୱିତୀୟ ଗଛଟି ବି ପଚାରୁଛି ତୃତୀୟ ଗଛକୁ ଜୀବନର ଅଭିଳାଷ କଣ, ଏବଂ ତୃତୀୟ ଗଛ ମଧ୍ୟ ପଚାରୁଛି ପ୍ରଥମ ଗଛକୁ ଜୀବନର ଅଭିଳାଷ କଣ। ସେଇ ଅଭିଳାଷ ଭିତରେ ପ୍ରଥମ ଗଛଟି କହୁଛି, ମୁଁ ତ ମୋର ମରଣ ନିଶ୍ଚିତ, ଆଉ ମୁଁ ଭାବୁଛି ମୋର ଯୋଉ ଗଛ ଅଛି ଏଇ ଗଛଟି କଟିଗଲା ପରେ ଏଇ କାଠକୁ ନେଇ ଯଦି ଜଣେ କିଏ ରାଜପ୍ରସାଦ ଭଳି ଗୋଟେ ପ୍ରାସାଦ ତୋଳି ପାରିବ, ସେଥିରେ କବାଟ ଝରକା ହେଇକି ରହିବ ଏବଂ ସେଇଠି ମୋର ସ୍ମୃତିଟି ରହିବ, ମୁଁ ସେଥିରେ ଆନନ୍ଦ ପାଇବି, ତାର ଅଭିଳାଷ ହଉଛି ସେ ବ୍ୟକ୍ତ କଲା। ଦ୍ୱିତୀୟ ଗଛଟି କହିଲା ଯେ ମୋର ଅଭିଳାଷ ହଉଛି ବିଭବ, ମୋର ବିଭବ ପୂର୍ଣ୍ଣ ଜୀବନ ମୋର ଅଭ୍ୟାସ। ମୁଁ ଭାବୁଛି ମୋର ଯୋଉ କାଠ ଗୁଡ଼ିକୁ ବ୍ୟବହାର କରି ଯଦି କେହି ଜଣେ ସିନ୍ଧୁକ ତିଆରି କରିବ, ସେଥିରେ ପ୍ରଚୁର ପରିମାଣରେ ଧନ ସମ୍ପତ୍ତି ସାଇତି ରଖିବ, ସେଇଥିରେ ମୁଁ ସାର୍ଥକତା ମୋ ଜୀବନ ଅନୁଭବ କରିବି। ତୃତୀୟ ଗଛଟି କହିଲା ଭାଇ ତମର ସିନା ଅଭିଳାଷ, ଜଣେ କହିଲା ପ୍ରାଚୁର୍ଯ୍ୟ ଭିତରେ ରହିବ, ଆଉ ଜଣେ କହିଲା ବିଭବଶାଳୀ ହେବ, ଆଉ ଜଣେ ମୋର ଅଭିଳାଷ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ମୁଁ ଚାହୁଁଛି, ମୁଁ ମୃତ୍ୟୁ ଏବେ ଚାହୁଁନି, ମୁଁ ଚାହୁଁଛି ମୋର ଗଛର ଡାଳ ଫୁଲ ପତ୍ର ସବୁ ଆହୁରି ବିସ୍ତାରିତ ହଉ, ପଲ୍ଲବିତ ହଉ ଏବଂ ମୁଁ ଛାୟା ପ୍ରଦାନ କରେ, ମୋ ପାଖରେ ମୁଁ ଯୋଉ ଛାୟା ପ୍ରଦାନ କରି ପଥିକଟି ଶାନ୍ତିରେ ବିଶ୍ରାମ ନେବ, ମୁଁ କୁସୁମିତ ହେବି ଏବଂ ମୋ ଡାଳରେ ପକ୍ଷୀମାନେ ଆଶ୍ରୟ ନେବେ ଏବଂ ସେଇ ଆଶ୍ରୟରେ ସେଇ ଯୋଉ ସନ୍ତୋଷ ପାଇବି, ସେଇ ହଉଛି ମୋର ସାର୍ଥକତା। ମୋର ଏଇ କଥାଟି କହିବାର ଉଦ୍ଦେଶ୍ୟ ହେଲା, ଆମେ ଯୋଉ ବୟସରେ ଆମେ ପହଞ୍ଚିଛନ୍ତି, ଏଇ ବୟସରେ ଆମର ଜୀବନର ଅଭିଳାଷ ସବୁ ସେଇଆ। ପ୍ରଥମ ଯୌବନ ଅବସ୍ଥାରେ ଆମେ ଚାହିଁଲେ କିପରି ନିଜକୁ ପ୍ରତିଷ୍ଠା କରିବା, ଶିକ୍ଷା ଗ୍ରହଣ କରିବା, ତାପରେ ଚାକିରି କରିବା, ଜୀବନର କିଛି ଧନ ଅର୍ଜନ କରିବା, ଏସବୁ ଜିନିଷ ରହିଗଲା। ଦ୍ୱିତୀୟ ପର୍ଯ୍ୟାୟରେ ଯେତେବେଳେ ଆମେ ସବୁ ଅବସର ନେଇଯାଉଛନ୍ତି, ଯିଏ ଯୋଉ କ୍ଷେତ୍ରରେ ଥାଆନ୍ତୁ ନା କାହିଁକି, ଅଭିଳାଷ ଆସୁଛି ଯେ ଆମେ ଏହିପରି ଆମେ ଛାୟା ପ୍ରଦାନ କରିବା, ଅନ୍ୟର ସେବା କରିବା, ଅନ୍ୟକୁ ସତ୍ସଙ୍ଗ କରିବା ଏବଂ ଅନ୍ୟର ଉପକାର ଆସିବା, ନିଜେ ହସି ଅନ୍ୟକୁ ହସେଇବା, ଏଇ ଭାବନା ଆମର ଆସୁଛି। ତୃତୀୟ ଗଛଟିର ସେଇ ଭାବନା ଆସୁଛି। ତ ସେହିପରି ଆମର ଏ ଜୀବନ ଓ ସଂସାର ଦେବା ନେବାରେ ଚାଲିଥାଏ। ବସ୍ତୁର ଦିଆନିଆ ଓ ଭାବର ଦିଆନିଆ ଏଇ ଭିତରେ ଜୀବନଟା ସଂସାର ଚାଲିଛି। এই ଦିଆନିଆ ଭିତରେ ଆମର ଜୀବନ ଗତିଶୀଳ ହୋଇଥାଏ ଏବଂ এই ଗତିଶୀଳତା ହିଁ ଦେଇଥାଏ ଆନନ୍ଦ, ଶାନ୍ତି ଓ ଉତ୍ଫୁଲ୍ଲତା, ଦେଇଥାଏ ମଧ୍ୟ ତୃପ୍ତି ଓ ସନ୍ତୋଷ। ବ୍ୟକ୍ତି ସମାଜ ଓ ଦେଶ ଭିତରେ ବସ୍ତୁ ବିନିମୟ ହେଉଛି ବୋଲି ସମାଜ ଚାଲିଛି। ସାଧାରଣ ଉଦାହରଣଟିଏ, ଜଣେ ଦୋକାନୀକୁ ଆମେ ଯେତେବେଳେ ଆମର ଆବଶ୍ୟକ ଜିନିଷ ଆମେ କିଣୁଛନ୍ତି, ସେ ଆମକୁ ଦେଉଛି, ଆମେ ମଧ୍ୟ ତା ବିନିମୟରେ ତାକୁ ଟଙ୍କା ଆକାରରେ ତାର ମୂଲ୍ୟ ଦେଉଛି। ଏଇଟା ହଉଛି ବସ୍ତୁର କଥା। କିନ୍ତୁ ସବୁଠାରୁ ବଡ଼ କଥା ହେଲା ମଣିଷ ଭିତରେ ଭାବ ବିନିମୟ।
এই ଭାବ ହେଉଛି ସ୍ନେହ, ପ୍ରୀତି, ଶ୍ରଦ୍ଧା, କୃପା, ଦୟା ଓ କରୁଣା ଆଦି ହୃଦୟ ବେଗ। এই ହୃଦୟ ବେଗ ହେଉଛି ସବୁଠାରୁ ଜୀବନର ଗୁରୁତ୍ୱପୂର୍ଣ୍ଣ। ଏଇ ବୟସରେ ଆମେ ଯୋଉ ବୟସରେ ଆମେ ପହଞ୍ଚିଛନ୍ତି, ସବୁବେଳେ ଯୋଉ କରୁଣାର ଭାବ ଯେପରି ସମସ୍ତଙ୍କ ହୃଦୟରେ ପରିସ୍ଫୁଟ ହେବ, ଦୟାର ଭାବ ପରିସ୍ଫୁଟ ହେବ, ସେକୁ ଆଖି ଆଗରେ ରଖି ଆମେ ଆମର କର୍ତ୍ତବ୍ୟ କର୍ମ କରିବା ଉଚିତ। ଆମେ ଜଣକୁ ସମ୍ମାନ କରୁ ଓ ବିନିମୟରେ ସେ ଆମକୁ ସ୍ନେହ ଶ୍ରଦ୍ଧା ଦିଅନ୍ତି। এই ଭାବର ବିନିମୟ ପାଇଁ ଗଢ଼ା ହୋଇଛି ସଂଯୋଗ ଅନୁଷ୍ଠାନ। ଡକ୍ଟର ହରପ୍ରସାଦ ଦାସଙ୍କର ଦୂରଦୃଷ୍ଟି ସହିତ ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ ପ୍ରତିଭାଧାରୀଙ୍କୁ ପ୍ରଜ୍ଞାଧାରୀଙ୍କୁ ଏକତ୍ରିତ କରି ସାମାଜିକ ଦିଗଦର୍ଶନ ଦେବା ଦିଗରେ ମାର୍ଗଦର୍ଶକ ଭୂମିକାରେ ଅବତୀର୍ଣ୍ଣ ହୋଇ ସମାଜ ଗଠନ ଦିଗରେ କିଛି ଯୋଗଦାନ ପାଇଁ ସଂଯୋଗ ଅନୁଷ୍ଠାନ ସମ୍ବଳ କରିଛି ଏହି ପ୍ରତିଭାଧାରୀଙ୍କର ଦୀର୍ଘ ଅନୁଭୂତି ଓ ଅଭିଜ୍ଞତା। এই ବଳିଷ୍ଠ ଅନୁଭୂତି ହିଁ ସଂଯୋଗର ବିଭବ। ଅତି ଆନନ୍ଦର କଥା, ଆଜି ଆମ ଗଣରେ ଯୋଉ ନୂତନ ଆଗନ୍ତୁକ ଯାହାଙ୍କ ପାଖରୁ ଆମେ ଜୀବନର ଅଭୁଲା ସ୍ମୃତି ଶୁଣିବା, ସେ ହେଉଛନ୍ତି ସମ୍ମାନନୀୟ ପ୍ରଫେସର ଶୈଳବାଳା ମିଶ୍ର ମହୋଦୟା, ଦେବସୁନ୍ଦର ମହାପାତ୍ର ମହୋଦୟ, ଅଜୟ କୁମାର ଦାସ ମହୋଦୟ, ଡକ୍ଟର ପ୍ରଦୀପ କୁମାର ପାଟଜୋଶୀ ମହୋଦୟ। ସେମାନେ ଆଜି ବଖାଣିବେ ସେମାନଙ୍କର ଜୀବନର ଅଭୁଲା ସ୍ମୃତି ଅନୁଭୂତିକୁ। ସେଇ ସ୍ମୃତି ଆଜି ସେମାନଙ୍କ ପାଇଁ ଚେତନାର ଉର୍ଦ୍ଧ୍ୱରେ ବାର୍ତ୍ତାବହ ଅତୀତର ଯେଉଁ ସ୍ମୃତି ମନଦର୍ପଣରେ ପ୍ରତିବିମ୍ବର ସ୍ୱର ସ୍ମୃତି ଆଜି ସେମାନଙ୍କ ପାଇଁ ଘଟଣା ବହୁଳ ବୁଦ୍ଧିଜୀବୀଙ୍କର ଐକାନ୍ତିକ ସାରମର୍ମ। ସେଇ ସ୍ମୃତି ଆଜି ଅତୀତ ସମ୍ପ୍ରତି ସଂଯୋଗର ସେତୁ। ମୁଁ ଆଶା ରଖିବି ଚାରି ପ୍ରତିଭାଧାରୀ ନୂତନ ପ୍ରଣମ୍ୟ ଆଗନ୍ତୁକ ମାନେ ଉନ୍ମୋଚିତ କରିବେ ମଣିଷ ଓ ସ୍ମୃତି, ସ୍ମୃତି ଓ ମଣିଷର ସମୟ କଥାକୁ, ମଣିଷ ସ୍ମୃତି ଓ ସ୍ମୃତି ମଣିଷର ସମୟ କଥାକୁ। ସ୍ୱାମୀ ବିବେକାନନ୍ଦ କହିଥିଲେ, ଅତୀତର ଗର୍ଭରେ ହିଁ ଭବିଷ୍ୟତର ଜନ୍ମ। ଅତଏବ ଯେତେ ଦୂର ପାର ଅତୀତକୁ ଦେଖ, ପଛରେ ଅନନ୍ତ ନିର୍ଝରିଣୀ ପ୍ରବାହିତ। ପ୍ରାଣ ଭରି ଆକଣ୍ଠତାର ଜଳପାନ କର, ତାପରେ ସମ୍ମୁଖ ପ୍ରସାରିତ ଦୃଷ୍ଟି ଦେଇ ଆଗକୁ ଅଗ୍ରସର ହୁଅ। ଜୀବନର ପ୍ରତି ପଦକ୍ଷେପରେ ଭାରତକୁ ଉଜ୍ଜଳ, ମହତ, ମହିମାନ୍ୱିତ, ଗର୍ବ ଓ ଗୌରବାନ୍ୱିତ କରିବାକୁ ପ୍ରୟାସ କର। ତେବେ ଆସନ୍ତୁ ଆମ ସାଂସ୍କୃତିକ ଜୀବନ ଅଧିକ ରସସିକ୍ତ କରିବା। ଦେବ ସଂସ୍କୃତି, ବିଶ୍ୱ ସଂସ୍କୃତିର ସ୍ୱରୂପକୁ ନିଜର ଆଚାର, ବ୍ୟବହାର, ଜୀବନଶୈଳୀରେ ପ୍ରୟୋଗ କରି ଏକ ସୁସ୍ଥ ଜୀବନ ପାଇଁ ସଂକଳ୍ପ ନେବା। ଏବଂ ଆଜି ଶୁଣିବା ଏହି ଅଭୁଲା ଜୀବନର ଅଭୁଲା ସ୍ମୃତି ଚାରି ମହିୟସୀ। ପ୍ରଥମେ ଆସିବେ ପ୍ରଫେସର ଶୈଳବାଳା ମିଶ୍ର ମହୋଦୟା। ତାଙ୍କର ଦୀର୍ଘ ଅନୁଭୂତି ଅଭିଜ୍ଞତା କହୁଥିଲେ। କିଛି କ୍ଷଣ ସମୟ ପୂର୍ବରୁ ମୁଁ ଶୁଣୁଥିଲି ଯେ କାଲି କିଛି ସେମାନେ ବକ୍ତବ୍ୟ ରଖିଥିଲେ, ତାଙ୍କର ଅନୁଭୂତିର କଥା କହିଥିଲେ, କିନ୍ତୁ ମୋର ଦୁର୍ଭାଗ୍ୟ ମୁଁ ଶୁଣିପାରି ନାହିଁ। ନିଶ୍ଚିନ୍ତ ଆଜି ଶୁଣିବି, ମୋର ଶୁଣିବାର ଆଗ୍ରହ ରହିଛି। କାରଣ ଯୋଉମାନେ ବରିଷ୍ଠ ପ୍ରତିଭାବାନ ବ୍ୟକ୍ତି ସମାଜରେ ରହିଛନ୍ତି, ସେମାନଙ୍କର ଯୋଉ ଦୀର୍ଘ ଅନୁଭୂତି ସମାଜ ପାଇଁ ସମ୍ପଦ, ଏବଂ ସେକୁ ଆମେ ପାଥେୟ କରିବା ଏବଂ ସଂଯୋଗ ମଧ୍ୟ ସେକୁ ପାଥେୟ କରି ବିଭିନ୍ନ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ କହୁଛି ବରିଷ୍ଠ ନାଗରିକଙ୍କ ପାଇଁ କେତେବେଳେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଆଲୋଚନା ଚକ୍ର ହଉଛି, କେତେବେଳେ ଆଧ୍ୟାତ୍ମିକ ଚିନ୍ତା ଚେତନାରେ ବୁଡେଇ ଦଉଛନ୍ତି, କେତେବେଳେ ଆମର ଶୁଭେନ୍ଦୁ ଭାଇଙ୍କ ପରି ଯଦି ବ୍ୟକ୍ତି ରହିଲେ ସେ ହସରେ ମଧ୍ୟ ମଜାରେ ମଧ୍ୟ ଏଇ ଚଳଚଞ୍ଚଳ କରିଦଉଛନ୍ତି ସଂଯୋଗର। ମଣିଷର ଅପରାହ୍ନରେ, ବୟସର ଅପରାହ୍ନରେ ଯୋଉମାନେ କିଛି ଚାପଗ୍ରସ୍ତ ରହୁଛନ୍ତି, ଭାଙ୍ଗି ପଡୁଛନ୍ତି, ଅସହାୟତା ପ୍ରକାଶ କରୁଛନ୍ତି, ତାଙ୍କ ଭଳି ଜଣେ ଲୋକ ରହିଲେ ସିଏ ମଧ୍ୟ ଚଳଚଞ୍ଚଳ କରିଦେବେ। ନାଟକ ହେଉ, ସଙ୍ଗୀତ ହଉ କିମ୍ବା ବ୍ୟଙ୍ଗାତ୍ମକ ଶୈଳୀରେ କିଛି ଉପସ୍ଥାପନା କରୁ, ତାଙ୍କୁ ସହଯୋଗ କରୁଛନ୍ତି ଆମର ବାବାଜୀ ଭାଇ। ତାଙ୍କ ବ୍ୟକ୍ତିତ୍ୱ ନିଆରା, ତାଙ୍କ ସହଧର୍ମିଣୀ ବ୍ୟକ୍ତିତ୍ୱ ନିଆରା। ତେଣୁ ମୁଁ ଆଉ ଥରେ କହିବି, ସେଇ ସ୍ମୃତିକୁ ଆଜି ଯୋଉମାନେ ଆଜି ଆମ ଆଗରେ ଉପସ୍ଥାପନା କରିବେ, ସେଇ ସ୍ମୃତି ତୁମେ ଜୀବନ ଗୀତର ଅମୃତ ସ୍ୱର ମଧୁର। ତୁମ ବିନା ଏ ମନର ଦୁନିଆ ଲାଗେ ଶୂନ୍ୟ ନିର୍ଝର। ଅତୀତର ସେ ଛବି ହୋଇ ରୁହ ଚିରକାଳେ ନିକଟେ। ସ୍ମୃତି ତୁମେ ସଭିଙ୍କ ଜୀବନେ ଅନନ୍ତ ପ୍ରେମମୟ ଅତୀତଟେ। ସ୍ମୃତି ତୁମେ ସଭିଙ୍କ ଜୀବନେ ଅନନ୍ତ ପ୍ରେମମୟ ଅତୀତଟେ। ମୁଁ ବର୍ତ୍ତମାନ ଆଉ ବେଶୀ ସମୟ ନେବେନି, ଅନୁରୋଧ କରିବି ସମ୍ମାନନୀୟ ପ୍ରଣମ୍ୟ ପ୍ରଫେସର ଶୈଳବାଳା ମିଶ୍ରଙ୍କୁ ସେ ତାଙ୍କର ଜୀବନର ଅଭୁଲା ସ୍ମୃତିକୁ ସଂକ୍ଷିପ୍ତରେ ବର୍ଣ୍ଣନା କରିବେ। ଶ୍ରୀମତୀ ମୁଁ ଟିକେ ସ୍ପଷ୍ଟ କରାଇ ଦଉଛି। ଆଉ ଆମର ଆପଣମାନେ ଯୋଉ କହିବେ ସଂକ୍ଷେପରେ ନିଜର ପରିଚୟଟାକୁ 2 ମିନିଟ ଭିତରେ କହିବେ, ଆତ୍ମ ପରିଚୟ। ଆଉ
10 ରୁ 12 ମିନିଟ୍ ଭିତରେ ଜୀବନର ଯେକୌଣସି ଗୋଟିଏ ସ୍ମୃତି ହିଁ କହିବେ, ଯେକୌଣସି ସମୟରେ କହିବେ, ତାହେଲେ ଆମେ ଠିକ ସମୟ ଭିତରେ କାର୍ଯ୍ୟକ୍ରମକୁ ସାରିପାରିବା। ଧନ୍ୟବାଦ। ଠିକ ଅଛି, ଠିକ ଭଉଣୀ ସମୟକୁ ସମ୍ମାନ ଦବା ଆଉ। ଭାଇ ଏବେ ଆରମ୍ଭ କରିବି। ଆଜ୍ଞା ଆଜ୍ଞା। ସମସ୍ତଙ୍କୁ ଧନ୍ୟବାଦ ଏବଂ ନମସ୍କାର। ସଂଯୋଗ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମୋର ନମସ୍କାର। କାଲି ଥିଲା ଯେଉଁ ଆମର ଗେଟ୍ ଟୁଗେଦରଟି, ସେଥିରେ ମୁଁ ଅନେକ କଥା ମୋ ବିଷୟରେ କହିସାରିଛି। ତେଣୁ ଖାଲି ଟିକିଏ କହିଦେଉଛି ଯେ ମୁଁ ହେଉଛି ଜଣେ ରିଟାୟାର୍ଡ଼ ପ୍ରଫେସର। ପାଣିବିହାରରେ ଥିଲି ଇକୋନୋମିକ୍ସ ଡିପାର୍ଟମେଣ୍ଟରେ। ତାପରେ କର୍ଣ୍ଣାଟକ ଯାଇଥିଲି, ତାପରେ କିଟ୍ରେ ଥିଲି। ଏଇଟା ହେଲା ମୋର କ୍ୟାରିୟର। ରିସର୍ଚ୍ଚ ଆଣ୍ଡ ଏଜୁକେସନ୍ ବହୁତ କିଛି ଅଛି, ସେଇଟା ଏଇଲେ କହୁନି ଯେହେତୁ ମୁଁ କାଲି ଅଲରେଡ଼ି କହିସାରିଛି। ଆଜି ଖାଲି ମୁଁ କହିବାକୁ ଚାହୁଁଛି ଯେ ମୁଁ ରହେ ଭୁବନେଶ୍ୱରରେ। କାଲି ସେଇଟା କହିନଥିଲି, ଯଦିଓ ସେକେଣ୍ଡ ପଏଣ୍ଟରେ ସୁତାର ଭାଇ କହିଥିଲେ। ମୁଁ ଭୁବନେଶ୍ୱରରେ ରହେ, ମୁଁ କିନ୍ତୁ ଘର ହେଉଛି ମୋର ପୁରୀ। ଆଉ ତେଣୁ ଏଇ ଦୁଇଟି ଜାଗା ହେଲା ମୋର ରହିବାର ସ୍ଥାନ, ଭୁବନେଶ୍ୱର ଆଣ୍ଡ ପୁରୀ। ତାପରେ ମୁଁ ଏବେ ବର୍ତ୍ତମାନ ସିଧା ଯାଉଛି ମୋର ସ୍ମୃତିକୁ। 10 ମିନିଟ୍ ମୋତେ ଦିଆଯାଇଛି। 10 ମିନିଟ୍ ଭିତରେ ଛୋଟ ଛୋଟ କି ଯୋଡ଼ିଏ ସ୍ମୃତି ମୁଁ କହିବି। ବହୁତ ସ୍ମୃତି ଅଛି, କିନ୍ତୁ ଏଠି ତ ବର୍ଣ୍ଣନା କରିହେବନି। ବର୍ତ୍ତମାନ ମୁଁ ଅନୁତାପ କରୁଛି ଯେ ମୋତେ କାହିଁକି ଆଗରୁ ମୁଁ ସଂଯୋଗରେ ମିଶିନଥିଲି। କାଲି ଦେଖିଲା ପରେ, ସମସ୍ତଙ୍କୁ ମିଶି ସାରିଲା ପରେ ମୁଁ ଭାବିଲି ଯେ ମୁଁ ଆଗରୁ ମୋତେ କାହିଁକି ମିଶାଇ ନଥିଲେ। ଏବଂ ବର୍ତ୍ତମାନ ମୁଁ ଦିଲ୍ଲୀପ ଭାଇଙ୍କୁ ଧନ୍ୟବାଦ ଦେଉଛି ଯେ ସିଏ ମୋତେ ଏଇ ଅନୁଷ୍ଠାନରେ ମିଶାଇଛନ୍ତି। ତେଣୁ ମୁଁ ଏତେ ମାନ୍ୟଗଣ୍ୟ ବ୍ୟକ୍ତି, ଜ୍ଞାନୀ ଗୁଣୀ ବ୍ୟକ୍ତି ସବୁ ଅଛନ୍ତି ଏଇଠି, ତେଣୁ ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି ଆ ସାଙ୍ଗରେ ନିଜେ ଆସୋସିଏଟ୍ ହେଇକରି। ମୁଁ ବର୍ତ୍ତମାନ କହିଲି ଯେ 2000 ମସିହାର କଥା। ଯେତେବେଳେ ମୁଁ ଗୋଟେ ଫେଲୋସିପ୍ ପାଇକି ଯାଉଥାଏ ପ୍ୟାରିସ୍। ଆମର ଯେମିତି କନଫରେନ୍ସ ହେଲେ ଆମେ ଯାଉ, ଗେଷ୍ଟକୁ ଡାକିକି ନେଉ, ଷ୍ଟେସନରୁ ବା ଏୟାରପୋର୍ଟରୁ ପିକଅପ୍ କରୁ, ହୋଟେଲରେ ରଖୁ, ସବୁ ଆମ ପିଲାମାନେ ସେମିତି କାମ କରନ୍ତି। ସେଠି ତ ସବୁ ସେମିତି ନୁହଁ ବୋଲି ମୁଁ ଜାଣିନଥିଲି। ମ୍ୟାପ୍ ପଠାଇଦେଲେ ଆପଣ ଯାଇ ପହଞ୍ଚିଯିବେ ଯେଉଁଠି ସେମାନେ ଆପଣଙ୍କର ରହିବାର ସ୍ଥାନ କରିଛନ୍ତି। ତେଣୁ ମୁଁ ଗଲି, ଏକୁଟିଆ ଯାଉଥାଏ। ଡର ବି ଲାଗୁଥାଏ, କାରଣ ସେଇଟା ଆମର ବଡ଼ କଣ୍ଟ୍ରିକି ଯିବା ହେଉଛି ଫାଷ୍ଟ ଭିଜିଟ୍। ତେଣୁ ସେତେବେଳେ ବୟସଟି ତ ନିଶ୍ଚୟ କମ୍ ଥିବ। ବର୍ତ୍ତମାନ ମୁଁ ହେଉଛି 74 ପୁରିଲା ମୋତେ ଡିସେମ୍ବର ମାସରେ, 75 ଚାଲିଛି। ତେଣୁ ମୁଁ ବୟସଟାକୁ ତ କହୁନି, କାରଣ ସେଠି ଗୋଟେ ନମ୍ବର ଖାଲି। ତାପରେ ସେଠି ଯାଇ ମୁଁ ପହଞ୍ଚିଲି ପ୍ୟାରିସ୍ର ଚାର୍ଲ୍ସ ଡିଗଲ ଏୟାରପୋର୍ଟରେ। ମାନେ 10th କି 11th ଫ୍ଲୋରରୁ ଆସିବୁ ତଳକୁ। ତାପରେ ସେଇ ଯେଉଁ ଏଲିଭେଟର, ଆପଣ ଭାବୁଥିବେ ଆମେ କ'ଣ, ସେତେବେଳେ ଏଲିଭେଟର ମୁଁ ଦେଖିନଥିଲି ଆକ୍ଚୁଆଲି। ବମ୍ବେରେ କ'ଣ ଛୋଟକାଟିଆ ଦେଖିଥିଲି, କିନ୍ତୁ ଗୋଟେ ଯୋଡ଼େ। ଆମର ତ ଏଇଠି ଓଡ଼ିଶାରେ ନଥାଏ, RBIରେ ଖାଲି କଲିକତାରେ ଥିଲା, କିନ୍ତୁ ମୁଁ ସେଇଟା ଦେଖିନଥିଲି। ସେତେବେଳେ ଯେତେବେଳେ ମୁଁ ଆସିଲି, ମାନେ ପିକଅପ୍ କରିକିରି ମୋର ବ୍ୟାଗେଜ୍ ମୁଁ ଆସୁଛି, ଗୋଟେ ବଡ଼ ସୁଟକେସ୍ ନେଇଛି, ଯେହେତୁ 3 ମାସ ପାଇଁକା ମୁଁ ଯାଉଛି ସେଠିକି। ସେଇଟା ଥୋଇଲି, ମୁଁ ପହଞ୍ଚିଲି। ସେ ଏଲିଭେଟର ଯେତେବେଳେ ପାଦ ଦେଲି, ଆସୁଛି, ମାନେ ସେ ଆଉ ସରୁନାହିଁ। ଯେତେବେଳେ ସରିବାକୁ ଅଛି, ମୁଁ ଜାଣିପାରୁନି ଯେ ସେଇଟା ସରିବ ବୋଲି। ଶାଢ଼ୀ ଫାଡ଼ି ପିନ୍ଧିକି ଯାଇଛି, ତେଣୁ ସିଏ ଜଷ୍ଟ ସରିଲା ବେଳକୁ ମୋ ଶାଢ଼ୀ ତା ଭିତରେ ପଶି ସାରିଲାଣି। ତାପରେ ମୁଁ ଅନୁଭବ କଲି ଯେ ମୁଁ ଏଇଠି ମୋର ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଜଣେ ମୋତେ କିଏ ସେ ଲିଫ୍ଟ କଲା ମୁଁ ଜାଣିନି, ବଟ୍ ଆଇ ୱାଜ୍ ଜଷ୍ଟ ଲିଫ୍ଟେଡ୍। ସମୱାନ୍ ଲିଫ୍ଟେଡ୍ ମି, ଏବଂ ମୁଁ ଆସିକି ତଳେ ଦେଖିଲା ଗୋଟେ ବହୁତ ମାନେ ବିରାଟ କାୟ ଲୋକ, 6 ଫୁଟ 7 ଫୁଟ ହାଇଟ୍ର ଲୋକ ଜଣେ, ବେଷ୍ଟ ବଳିଷ୍ଠ ଲୋକ ଜଣେ। ସିଏ ମୋତେ ପୁରା ଉଠେଇଦେଲେ, ଉଠେଇକି ଆଣିକି ତଳେ ଥୋଇଦେଲେ। ମାନେ ମୁଁ ଭାବିପାରିଲିନି ଯେ ସେ ଲୋକ କିଏ, କ'ଣ ଚାହିଁଲା ବେଳକୁ ସେ ଠିଆ ହେଇଛନ୍ତି। ମ୍ୟାଡ଼ାମ୍ ଆରି ଓକେ? ମୁଁ କହିଲି ହଁ ଠିକ୍ ଅଛି, କିନ୍ତୁ କିଏ, ତା ଶାଢ଼ୀରୁ ଅଧେ ଚିରି ଯାଇଛି ଯେ ଲାଗିକି ତା ଦେହରେ। ତ ସେ ମୋତେ କହିଲେ ଯେ ବର୍ତ୍ତମାନ ଆପଣ ଠିକ୍ ଅଛନ୍ତି? ମୁଁ କହିଲି ହଁ ଠିକ୍ ଅଛି। ଆର୍ ୟୁ କମ୍ଫର୍ଟେବୁଲ୍? ହଁ ଠିକ୍ ଅଛି, ତାହେଲେ ଆପଣ ବର୍ତ୍ତମାନ ରେଷ୍ଟ ରୁମ୍କୁ ଯାଆନ୍ତୁ, ଚେଞ୍ଜ ଫେଞ୍ଜ କରିକି ଆସନ୍ତୁ। ଆସିକି ବାକ୍ସଟା କେଉଁଠି ରଖିବି? ରେଷ୍ଟ ରୁମ୍ ମାନେ ମୁଁ ଜାଣିନଥିଲି ସେତେବେଳେ ୱାସରୁମ୍କୁ ରେଷ୍ଟ ରୁମ୍ କୁହନ୍ତି। ଆମେ ତ ୱାସରୁମ୍ କହୁ, ନହେଲେ ବାଥରୁମ୍ କହୁ। ମୁଁ କହିଲି ସିଏ ବୋଧେ ମୋତେ କହୁଛନ୍ତି ଯାଇକି ତମେ ରେଷ୍ଟ ନେଇଯା, ତାପରେ ଆସିବ। ମୁଁ ଆଉ ବୁଝିପାରିଲିନି। ତାପରେ ଦେଖିଲାକୁ ସବୁଠି ରେଷ୍ଟ ରୁମ୍ ଲେଖା ହେଇଛି। ବାକ୍ସଟା କ'ଣ କରିବି? ସେ କହିଲେ ମୁଁ ତୁମ ବାକ୍ସ ରଖିଛି, ତୁମେ ଯାଅ। ମୁଁ ଗଲି, ଗଲାବେଳକୁ ତା ଭିତରେ ବିରାଟ ବହୁତ ବଡ଼ ବଡ଼ ବାଥରୁମ୍ ସବୁ ତାଙ୍କର। ଆପଣମାନେ ସମସ୍ତେ ଯାଇଛନ୍ତି ଫରେନ୍, ମୁଁ ସେ ବିଷୟରେ ବର୍ଣ୍ଣନା କରୁନି। ତାପରେ ମୋର ବାକ୍ସ ତ ଖୋଲିପାରିନି, ସେଠି ସେଇଟା ଅଛି। ଲୁଗାଟାକୁ ଓଲଟା କରି ପିନ୍ଧିଦେଲି, ଯେଉଁ ପଟା ଚିରା ସେଇଟା ଉପରକୁ, ଅରପଟା ତଳକୁ, ଏମିତି କରି ପିନ୍ଧିଦେଲି। ପିନ୍ଧିକି ବାହାରକୁ ଆସିଲି। ବାହାରକୁ ଆସିଲାକୁ ସେ ଭଦ୍ରଲୋକ ଠିଆ ହେଇଛନ୍ତି ମୋର ବାକ୍ସଟିକୁ ଧରିକି। ବାହାରେ ଇଟ୍ ୱାଜ୍ ଟରେନ୍ସିଆଲ ରେନ୍, ମାନେ ରେନ୍ ମାନେ ହେଭିଲି ଇଟ୍ ୱାଜ୍ ରେନିଂ। ମୁଁ କେମିତି କେଉଁଠିକି ଯିବି, ସେ ଆଡ୍ରେସ୍ କ'ଣ, ମୁଁ କିଛି ବୁଝି ପାରୁନଥାଏ। ସେ ଯେତେବେଳେ ମୋତେ ପଚାରିଲେ ଆପଣ କେଉଁଠିକି ଯିବେ, ମୁଁ ତାଙ୍କ ଆଡ୍ରେସ୍ ଟିକେ ଦେଖେଇଲି କେବଳ। କାରଣ ସେ ଫ୍ରେଞ୍ଚ, ଆପଣ ଜାଣିଥିବେ ସେମାନେ ଭାରି କନଜରଭେଟିଭ୍, ବହୁତ କମ୍ ଇଂଲିଶ କୁହନ୍ତି। ଯାହା ବି ହଉ, ହି ୱାଜ୍ ବ୍ରୋକନ୍ ଇଂଲିଶ କିଛି କହୁଥିଲେ। ମୁଁ ତାଙ୍କୁ ଯେତେବେଳେ ଦେଖେଇଲି, ସେ କହିଲେ ଆରେ ଆଲୋ? ମୁଁ କହିଲି ହଁ। କେମିତି ଆପଣ ଫାର୍ଷ୍ଟ ଟାଇମ୍ ଆସିଛନ୍ତି ଇଣ୍ଡିଆରୁ? ମୁଁ କହିଲି ହଁ। ସେଠୁ ସେ ମୋତେ କହିଲେ ଠିକ୍ ଅଛି, ମୁଁ ଆପଣଙ୍କୁ ହେଲ୍ପ କରିବି। ତ ବାହାରକୁ ଆସିଲେ ସେ ଗୋଟେ ଟ୍ୟାକ୍ସି ଡାକିଲେ।
टैक्सी मत बसईदे मुझे बसी पड़े बोले लोक किए तापर मुझे भाविली लोक निश्चय भल होते ना उठे तले थोड़े मैंने निश्चय भल होते सी मत आणिक मुझे भावुँ बोधे 100 माइल्स थी जितक बाट मुझे आसरी 3 आवर्स जर्नी आणिक मोर जो मुझे रही पूरा मत से पहुँचे से लोक गले आई अफोर्ड हिम मनी सी तो किसी ने कहले मो घर ये मो फोन नंबर रख जहाँ दरकार पड़ो आप आसवे यहीटा मोर था जीवन मानने एमती अनुभूति मुझे भूली पारि जीवन में से भाविली जगन्नाथ रूप में आसिक रक्षा करदे तापर मुझे रही अपॉइंटेड हो गली से सब है सब तेणु यह मोर गोटे अनुभूति से बहुत अभूला से लोक किए मुझे जानी आप भावे जार मानने भगवान भरोसा था सी बोधे एमती रक्षा पाई जाए तेणु मुझे रक्षा पाईगली से आ गोटे छोट अनुभूति कहूँ जदि टाइम है कह गोटे आ भाई सुतार भाई नहीं कहतु से आप तो 5 मिनट नहीं आउ 3-4 मिनट गोटे कहीपर 5 मिनट सारूची दिल्ली जाऊली दिल्ली गला बेलू मुझे दिल्ली स्कूल ऑफ इकोनॉमिक्स पढ़ाई सब समर वेकेशन गुड़ा से फेरुची बड़ पर्स भितर गोटे छोट पर्स था से पर्सटा मोर किए उठे नेगला बस दिल्ली बस रे आसती उठे नेला तार टिकेट गेस्ट हाउस चाबी पैसा सबकि सब चलीगला मोर गोटे दिन पर आसबार थाए ट्रेन में मैंने गोटे टंका से गलैले टेलीफोन करने को होता है गोटे टंका जन धार आनी गलैक मोर गोटे सांग को फोन कली मोर एमती तू आस मत पैसा दे कि रिजर्वेशन केमती हम मुझे आसबि केमती ता परदिन संध्या बेले जो पेपर वाला पेपर दे सी आणिक 2टा टिकेट देला कहला यही गेस्ट हाउस पाखे यहाँ पड़ा हुए तो कहार देखा देखला से मोरी टिकेट ही था मुझे आसबि ये मत भगवान साहय कले कहबी तेणु जेहेतु आपड़ एकदम सत् कार्य थे अनेस्टली सब करुवे सिनसीयर थे आप सब क्षेत्र में हेल्प पाइबे मैंने भगवत कृपा निश्चित भाव में पाइबे एतिकी है ये 2टा कले मोर बहुत अच्छी कि 2टा हूँ मोर बहुत बड़ अनुभूति और मो भगवत कृपा मुझे पाई से जगन्नाथ करुणु मुझे पूरा बंची बंचिक भल भल आसली मो जीवन में कौन जो करने को भाई जितने कहते गछटे या कहला मुझे कौन करी मोर मरीगले कौन हेबी सब कहले मुझे तेणु भाई मो मरीगले मोर शरीरटा को कहीं नष्ट कर नदेव से अंगदान कर मो मरीगले मोर किसी कार्य समस्त कार्य मुझे आसीपारि से पूरा अंगदान कर आज की 25 प्रथम बाहर से हूँ मोर परिचय और मुझे धन्यवाद देवी सुतार भाई की अनुष्ठान को जी मत ये आसोसीएट कर दिलीप भाई को जेहतु से मत ये इंट्रोड्यूस कर समस्त काली देखिकी मुझे बहुत खुशी और भावुँ मुझे सब आसोसीएट हे मुझे धन्यवाद धन्यवाद महाशया टाइम भी सुंदर आप जो प्यारिस अनुभूति कहले विदेश सहयोग हाथ पाई आपण जिते गोटे आकस्मिक दुर्घटना सम्मुखीन होते आप सुंदर भाव में सम्मुखीन होती सहयोग हाथ बढ़े से अनुभूतिर सुंदर समस्त जीवन में निश्चित किसी अनुभूति थी कहीं ना कहीं जदि आम निजे भल होता निश्चित आज जड़े कहीं सहयोग हाथ निश्चित बढ़ेब असमय आसी ढड़ा हो जोटा कि आप धन्यवाद आप जड़े अभिज्ञ वरिष्ठ लोक आपणकर दीर्घ चाकरी जीवन अनुभूति अच्छी आप जड़े शिक्षाविद तेणु जाओ खुशी लगे आपंकर स्मृति अनुभूति तेणु आप संयोग अनुष्ठान आपण योगदान निश्चित ये अनुष्ठान को आहरी बलिष्ठ कर आशा रखुची कारण ये समस्त अभिज्ञ विज्ञ लोक मैंने अच्छा तेणु आउ थे आपको धन्यवाद जन ये अनुष्ठान को स्वागत जन अनुरोध करी परवर्ती आमर प्रणम्य सम्माननीय देवसुंदर महापात्र महोदय को सी जो आम सुतार सार जो कथा कहले से समय भितर तांकर जीवन अभूला स्मृति अनुभूति को आम आगे रखिए आम किसी प्रेरणा पाइपर अनुभूति श्रीयुक्त देवसुंदर महापात्र महोदय इस तरह से लगातार चीन का दखल स्ट्रेटेजिकली भी सार नहांती कि श्रीयुक्त देवसुंदर महापात्र सार थे तो हाँ अच्छा अच्छा आरंभ करूँ सार सर आपनकर किछि भॉइस आसुनी अनम्यूट तो अछंती किंतु भॉइस आसुनी
ସାଉଣ୍ଡ କମ୍ ଥିବ। ଭାଇ ଟିକେ ସାଉଣ୍ଡ ଟା ବଢେଇଲେ। ଆପଣ ଟିକେ ମାନେ ଜୁମ୍ ରୁ ବାହାରି ଯାଇକି ଆଉ ଥରେ ଜଏନ୍ କରନ୍ତୁ, ବୋଧହୁଏ କଣ ପ୍ରୋବ୍ଲେମ ହେଇଥିବ। ତାହେଲେ ଏ ଭିତରେ ଆମେ ଆଉ ଜଣଙ୍କୁ ଶୁଣିବା, ସେ ବାହାରିକି ହଁ ଜଏନ୍ କରିବେ। ହଁ ସେୟା କରିବା। ହଁ, ଆମର ଦେବସ୍ମିତା ଭାଇ, ଆପଣ ଥରେ ହଁ, ଏଥିରୁ ବାହାରି ଯାଇକି ଆଉ ଥରେ ଜଏନ୍ କରନ୍ତୁ, ବୋଧେ ଠିକ ହେଇଯାଇପାରେ। କିଛି ଶୁଣା ଯାଉନି। ଦେବସୁନ୍ଦର ମହାପାତ୍ର ମହୋଦୟ, ତାଙ୍କର କିଛି ଯାନ୍ତ୍ରିକ ତ୍ରୁଟି ରହୁଛି କମ୍ପ୍ୟୁଟରରେ, ତେଣୁ ଆମେ ବର୍ତ୍ତମାନ ପରବର୍ତ୍ତୀ ବକ୍ତା ଅଜୟ କୁମାର ଦାସଙ୍କୁ ଅନୁରୋଧ କରିବା, ତେଣୁ ସେ ଆସନ୍ତୁ, ତାଙ୍କର ଜୀବନର ସେଇ ଅଭୁଲା ସ୍ମୃତିକୁ କିଛି ଆମ ଆଗରେ ରଖିବେ। ସମ୍ମାନନୀୟ ଅଜୟ କୁମାର ଦାସ ମହୋଦୟ। ଆଜ୍ଞା ନମସ୍କାର। ସାର୍ କୁହନ୍ତୁ। ଆଜ୍ଞା, ମୁଁ ଅଜୟ କୁମାର ଦାସ। ହ୍ୟାଲୋ। କୁହନ୍ତୁ ସାର୍। ଆଜ୍ଞା, ଶୁଭୁଛି ଆଜ୍ଞା? କୁହନ୍ତୁ ଆଜ୍ଞା। ମୁଁ ଅଜୟ କୁମାର ଦାସ, ମୁଁ ଜଣେ ଅବସରପ୍ରାପ୍ତ କର୍ମଚାରୀ, ଓଡ଼ିଶା ସଚିବାଳୟ ସେକ୍ରେଟାରୀର। ସଂଗ୍ରାମ ଭାଇଙ୍କ ଅନୁରୋଧରେ ମୁଁ ସଂଯୋଗରେ ଯୋଗଦାନ କରିଥିଲି। ଆଜି ମୋତେ ଆପଣମାନଙ୍କ ସମ୍ମୁଖରେ କିଛି କହିବାକୁ ପଡ଼ିବ ବୋଲି ମୋତେ ସୁଯୋଗ ଦେଇଛନ୍ତି ସୋତାର ଭାଇ। ତେଣୁ ସୋତାର ଭାଇଙ୍କୁ ମୁଁ ଧନ୍ୟବାଦ ଦେଉଛି। କ'ଣ ଆଜ୍ଞା ଅନୁଭୂତି ବିଷୟରେ କହିବାକୁ କହିଛନ୍ତି, ମୁଁ କହୁଛି। 87 ଦୀର୍ଘ ବହୁତ ଦିନ, 39 ବର୍ଷ ତଳର କଥା, 87 ମସିହାର କଥା। ମୋତେ ଗୋଟେ ଥର ଟୁର୍ରେ ଯିବାକୁ ପଡ଼ିଲା ଦିଲ୍ଲୀ। ମୁଁ ସେଥିରେ ଜଣେ ମନ୍ତ୍ରୀଙ୍କ ଅଫିସରେ ପୋଷ୍ଟିଂ ହେଇଥାଏ। ମନ୍ତ୍ରୀଙ୍କ ସାଙ୍ଗରେ ଦିଲ୍ଲୀ ଯିବାକୁ ପଡ଼ିଲା। ମନ୍ତ୍ରୀଙ୍କର ଗୋଟେ, ସେ ଥିଲେ କୃଷି ମନ୍ତ୍ରୀ ଶ୍ରୀଯୁକ୍ତ ରାସ ବିହାରୀ ବେହେରା। ସେତେବେଳେ ତାଙ୍କ ସାଙ୍ଗରେ ଯିବାକୁ ପଡ଼ିଲା। ମନ୍ତ୍ରୀଙ୍କର ଗୋଟେ ଏଗ୍ରିକଲଚର ମିନିଷ୍ଟର୍ସ କନଫରେନ୍ସରେ ଯୋଗଦାନ କରିବାକୁ ପଡ଼ିଥିଲା। ତେଣୁ ମୁଁ ମନ୍ତ୍ରୀଙ୍କ ସାଙ୍ଗରେ ଯିବା ବେଳେ ମୋତେ ସମସ୍ତ କାଗଜପତ୍ର ଏକାଠି କରିକି ଯୋଗାଡ଼ କରିକି ନେବାକୁ ପଡ଼ିଲା। ହ୍ୟାଲୋ। ଆଜ୍ଞା ଆଜ୍ଞା, ଶୁଭୁଛି, କୁହନ୍ତୁ। ହଁ, ମୁଁ ସମସ୍ତ ଦରକାରୀ କାଗଜପତ୍ର ଏବଂ ଫାଇଲ ଧରିକି ମନ୍ତ୍ରୀଙ୍କ ସାଙ୍ଗରେ ଯାଉଥାଏ ଫ୍ଲାଇଟ୍ରେ। ହଠାତ୍ ମୋତେ ବାନ୍ତି ହେଲା। ବାନ୍ତି ହେଲାରୁ ମୋ ମୁଣ୍ଡ ବୁଲେଇଲା। ଏହି ସମୟରେ ଫ୍ଲାଇଟ୍ ଲ୍ୟାଣ୍ଡିଂ କରିଗଲା ଦିଲ୍ଲୀରେ। ଦିଲ୍ଲୀରେ ଲ୍ୟାଣ୍ଡିଂ କଲା ପରେ ଆମେ ମନ୍ତ୍ରୀଙ୍କ ସାଙ୍ଗରେ ବାହାରି ଗଲୁ ଗାଡ଼ି। ମୋ ମୁଣ୍ଡ ଭୀଷଣ ବୁଲାଉଥାଏ, ତେଣୁ ମୁଁ ଆଉ କୌଣସି କାଗଜପତ୍ର ପ୍ରତି ଧ୍ୟାନ ନ ଦେଇକିରି ଫାଇଲଟିକୁ ଛାଡ଼ି ଦେଇ ଗଲି ଟ୍ରଲିରେ। ଓଡ଼ିଶା ଭବନରେ ପହଞ୍ଚିଲା ପରେ ମନ୍ତ୍ରୀ ମୋତେ ମାଗିଲେ, ଅଜୟ ବାବୁ ଫାଇଲଟି ଆଣନ୍ତୁ, ପଢ଼ିବା, କାଲି ମିଟିଂ ଅଛି, ପ୍ରିପେୟାର କରିବା, ଆମ ଷ୍ଟେଟ୍ର ଯାହା ଯାହା ଡିମାଣ୍ଡ ଅଛି ଆମେ କହିବା, ଆମର ଆଚିଭମେଣ୍ଟସ୍ କହିବା, ସବୁ କହିବା। ମୁଁ କହିଲି ସାର୍ ମୁଁ ଆଣୁଛି। ନାଇଁ, ଦେଖିଲି ମୋ ଆଟାଚମେଣ୍ଟ ମୋ ଆଟାଚିରେ ନାହିଁ। କାର୍ ଖୋଜିଲି, କାର୍ରେ ବି ନାହିଁ, ଗାଡ଼ିରେ ନାହିଁ, କେଉଁଥିରେ ନାହିଁ। ସାଙ୍ଗେ ସାଙ୍ଗେ ଗାଡ଼ି ନେଇକି ଦିଲ୍ଲୀ ଏୟାରପୋର୍ଟକୁ ଗଲି। ଦିଲ୍ଲୀ ଏୟାରପୋର୍ଟରେ କେଉଁଠି ଖୋଜିବି, ବିଶାଳ ଏୟାରପୋର୍ଟ। କାହିଁକି ଯେତେ ଟ୍ରଲି ସବୁ ଖୋଜିଲି, ମାନେ ଡେସ୍ପରେଟଲି ଖୋଜୁଥାଏ, ଦୌଡ଼ି ଦୌଡ଼ିକି। ସେତେବେଳେ ମୋ ବୟସ ମାତ୍ର 30 ବର୍ଷ, ଚାକିରି 5 ବର୍ଷ ହେଇଥାଏ। ହେଲେ ମୁଁ କୁନା, ଖୋଜିବା ଭିତରେ ସେମାନେ କ'ଣ, ସେ ଏୟାରପୋର୍ଟର ସିକ୍ୟୁରିଟି ଗାର୍ଡ କ'ଣ ଭାବିଲେ, ମୋତେ କହିଲେ ତମେ ଏଠୁ ବାହାରି ଯାଅ, ତମେ ଏଠି କ'ଣ ଖୋଜୁଛ, ଏଠି କିଛି ନାହିଁ, ବାହାରି ଯାଅ। ମୁଁ ଗୋଟେ ହତାଶ ହେଇଗଲି। ମୁଁ କହିଲି କ'ଣ କରିବି, କେଉଁଠି ଖୋଜିବି। ଦିଲ୍ଲୀ ସେତେବେଳେ ହଜାର ହଜାର ଟ୍ରଲି ଭିତରେ ଗୋଟେ ଫାଇଲ ଖୋଜିବା ସମୁଦ୍ର ଭିତରେ ଛୁଞ୍ଚି ହଜେଇ ଖୋଜିବା ସାଙ୍ଗେ ସମାନ। ମୁଁ ଆସିକି ବାହାରେ ଠିଆ ହେଲି। ମୋ ପାଦ ତଳୁ ମାଟି ଖସି ଯାଉଥାଏ। କାଲି ଅଛି ଗୋଟେ ମିଟିଂ, କିନ୍ତୁ ମନ୍ତ୍ରୀଙ୍କ ପାଖରେ କୌଣସି ପେପର ନାହିଁ, ଆଉ ଥରେ ପଠେଇବାକୁ ବି ଗୋଟେ ସୁଯୋଗ ନାହିଁ। ସେତେବେଳେ ଏତେ ସବୁ ଟେକ୍ନିକାଲ ଇଏ ନଥିଲା, ଆକ୍ଟିଭିଟି ନଥିଲା। ତେଣୁ ଆଉ ଥରେ ପାଇବୁନି, ଯାହା ନେଇଛୁ ସେତିକି। କହିଲେ କ'ଣ ପେପରଟା ହଜିଗଲା, କ'ଣ କରିବି, କେମିତି ମନ୍ତ୍ରୀଙ୍କୁ ନା ମୁହଁ ଦେଖେଇବି। ସେଇଠି ଠିଆ ହେଲି ବିକଳ ହେଇକି। ଗୋଟିଏ କଥା କେବଳ ଆମମାନଙ୍କର ମନେ ପଡ଼େ, ଜଗନ୍ନାଥଙ୍କ କଥା। ମୋର ପତିତ ପାବନ ମନେ ପଡ଼ିଲେ କ'ଣ, ମୁଁ ବିକଳ ହେଇକି ହାତ ଟେକିଦେଲି। ସେଠି ଜୋତା ପିନ୍ଧିଥାଏ, କିନ୍ତୁ ହାତ ଟେକିଦେଲି। ମୁଁ କହିଲି ପ୍ରଭୁ ରକ୍ଷା କର। ଏଇଠି ଭାବିଲି ଯଦି ନ ମିଳିବ ତାହେଲେ କାଲି ସକାଳେ ଯଦି ମନ୍ତ୍ରୀ ଯିବେ ଖାଲି ଫେରିବେ, ତା ପରଦିନ ପେପରରେ ବାହାରିବ ଯେ ଓଡ଼ିଶାର ମନ୍ତ୍ରୀ କୌଣସି ଦାବି ରଖିଲେନି କି କିଛି କହିଲେନି, ତେଣୁ ଗୋଟେ ନେଗେଟିଭ ବାହାରିବ।
ସେଥିପାଇଁ ଦାୟୀ କିଏ ମୁଁ ନିଶ୍ଚୟ ମୋ ଉପରେ ଆକ୍ସନ୍ ହେବ ମୋତେ ଲଜ୍ଜା ଲାଗିବ ସେକ୍ରେଟାରୀ ମୋ କ୍ୟାଡରରେ ଲଜ୍ଜା ଲାଗିବ କ'ଣ କରିବି ଏ ଭାବିକି ଗୋଟେ ଗୁରୁତର ମାନେ ଷ୍ଟେପ୍ ନେବି ବୋଲି ଭାବିଲି ମୁଁ କହିଲି ଏଇଠୁ ଯାଉଛି ମୁଁ ଆଉ ଫେରିବି ନାହିଁ କି ଚାକିରି ବି ଛାଡ଼ିଦେବି ରିଜାଇନ୍ କରିବି ମୁଁ ଆଉ ଫେରିବି ନାହିଁ ମୁଁ ଆଇଦର ସୁଇସାଇଡ୍ କରିଦେବି ନହେଲେ କୁଆଡ଼େ ପଳେଇବି କାହିଁକିନା ମୋତେ ଏତେ ଜୋର ବାଧିଥିଲା ମୁଁ ହତାଶ ହେଇଯାଇଥିଲି ପ୍ରାୟ ଯେତେବେଳେ ପ୍ରକୃତରେ ମାନେ ଜୀବନ ଗଲାବେଳେ ଯେମିତି ଡାକନ୍ତି ବିକଳ ହେଇକି ସମୁଦ୍ରରେ ବୁଡ଼ିଲେ ଛୁଞ୍ଚି ମାନେ ଯେମିତି ଗୋଟିଏ କାଠି କୁଟାକୁ ଧରନ୍ତି ମୁଁ ପ୍ରାଣ ବିକଳରେ ଜଗନ୍ନାଥଙ୍କ ଭାବୁଥାଏ ହଠାତ୍ କ'ଣ ମନେ ହେଲା ମୁଁ ପାନ ଖାଏନି କିନ୍ତୁ ଗୋଟେ ପାନ ଦୋକାନ ପଚାରିଦେଲି ଗୋଟେ ପଦେ ମୁଁ କହିଲି ପାନ ମାଗିବା ଭିତରେ ମୁଁ ତାକୁ କହିଲି ଆପଣ ଏମିତି ଗୋଟେ ଦେଖିଛନ୍ତି ଗୋଟେ ଫାଇଲଟେ ଖଣ୍ଡି ହିନ୍ଦୀରେ କହୁଥାଏ ହିନ୍ଦୀ ଭଲ ଭାବେ ଜାଣିନାହିଁ ସେ ଯୋଉ କହିଲା ନାଇଁ ନାଇଁ ମୁଁ କିଛି ଜାଣିନି ତାଙ୍କର ରଫ୍ ବିହେଭିୟର ନାଇଁ ମୁଁ ଜାଣିନି ମୁଁ ତାକୁ ଧରିକି ପଇସା ଦେଲି କହିଲେ कौन सा फाइल है मुझे गवर्नमेंट का फाइल है एमती एमती अच्छी मटिया पेपर अच्छी से कहले आप से आग पुलिस चौक रे पचार से गोटे छोटिया पुलिस चौक कैबिनटा पकई था मुझे पचारि से पुलिस वाले आप कहाँ से आए क्या काम है क्यों आए मत विभिन्न कथा पचारे मुझे माने सागे कथबार्ता पुलिस वाले कथबार्ता कला मुझे हताश होता है डरी जाऊे तापर कौन भाविले से क्या जानी मत कहले नहीं नहीं कुछ नहीं जाइए तापर पछू डाकिले कहले देखिए ये है आप विश्वास करेंगे से आमरी सरकारी फाइलटी थिला माटिया पावर फाइलटी ऊपर लिखा था एग्रीकल्चर डिपार्टमेंट आमर गवर्नमेंट ऑफ ओडिशा मुझे धरिकी विकल मैंने हजिला पुओ फाइला भाया मुझे भिड़ी आनी माड़ी बसी कौन से पुलिस वाला मत पेल देले मो फाइलटा छड़े नेले रुको यहाँ से मुझे धरली मुझे क्या क्या है इसको अंदर में मत पचारे मुझे कहली या अच्छी मुझे देखी पेपर डिटेल या अच्छी आप लोक प्रमाण अच्छी मो कार्ड टी देखिए कहला ना दिल्ली रे किए प्रमाण दबा आपको मुझे ओडिशा भवन फोन कली मैनेजर को कहली मुझे मो एयरपोर्ट से चाहते कथा से कथा मो विषय डिटेल पचारे पचारिकी मत से फेरई देले मुझे ठाकुर को अवश्य माने दिल्ली एयरपोर्ट भितर मो लंब गोड़ पड़ी पारि ना किंतु से दिन मोर एमती मु रही जाइए ठाकुर से पतित बाबन कथा मोर बाबन बाना कथा मोर मन पड़े सब बेले मत केते बड़ विपद से उद्धार कर यहीटा हूँ मोर 40 वर्ष तलर अनुभूति आज पर्यंत सबुदिन ही मन पड़े से अनुभूति मन पड़े मोर लोम टाकुरी जाए आज्ञा कहीं जोटा कि न मिलबार थिला भगवान ताक आनी मत पहुँचे मुझे फेरी आसुली जीवी ना रिजाइन करी आइदर सुइसाइड करेंगे आपण मैंने विश्वास करें मिछ कहूना यहीटा है आज्ञा मोर अनुभूति अनेक अनुभूति मन पड़ूनी मन पड़े भी कह कि यहाँ मोर बड़ अनुभूति 40 वर्ष तक धन्यवाद सर आज्ञा नमस्कार चाकरी जीवन गोटे सुंदर अनुभूति को आप 49 वर्ष तलर अनुभूति को जहाँ साइकी रखिंट आम आगे कहले अवश्य आम आम संस्था युवक कहीं नहांते आउपरी अनुभूति कह आसबनी कि गोटे भल कथा आप कहले जो अनुभूति रे जगन्नाथ जितेबाला असहाय जो मनीष सबकि आशा छाड़ी दिए से जगन्नाथ को स्मरण करे से जगन्नाथ निश्चिंत कौन ना कौन बाटर साहाय्य को हाथ बढ़ाई था जोटा कि आप से अनुभूति रे जगन्नाथ कथा टी सुंदर भाव में आप कहले आम निश्चित समस्ते जानवा पाइले आप जितेबाला आप तो ये अनुभूति कथा यही स्मृति टी पीतभाषा उत्तरा पढ़े से निश्चित बही छापिदेवे कारण सी तो प्रति वर्ष गोटे बही छापुंट अनुभूति रे जगन्नाथ तेणु सुंदर अनुभूति कहले आमको धन्य कले धन्यवाद बर्तमान आमर देवसुंदर महापात्र सार ठीक है कि कंप्यूटर की मोबाइल देवसुंदर महापात्र सार हाँ हाँ आसिले हाँ सर कहतु सर आपण अनुभूति कहतु मो कथा शुभुची आज्ञा एबे शुभिला आज्ञा जय जगन्नाथ समस्त को नमस्कार आउ गत 8 तारिख जो होइतला फकीर मोहन सेनापति ये मोर परिचय देइतिली तथापि समस्त अनुरोध रे आउ थे परिचय दउची मु देवसुंदर महापात्र रिटायर्ड एडिशनल चीफ इंजीनियर पीएचडी वाटर सप्लायर तेणु मोर बीबीए स्कूल ढेंकानाल बीबीए स्कूल मैट्रिक पास करी आईएससीबी ढेंकानाल कॉलेज तापर बर्तमान जो एनआईटी अच्छी से आगुरी आरईसी था
REC ରିଜନାଲ ଇଞ୍ଜିନିୟରିଂ କଲେଜ କାଲିକଟ କେରଳରୁ ବିଟେକ୍ କରିଥିଲି। ତାପରେ ପରବର୍ତ୍ତୀ ସମୟରେ ଚାକିରି ଥିବା ପରେ MTech କରିଥିଲି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇଜିନ୍ ଆଣ୍ଡ ପବ୍ଲିକ ହେଲ୍ଥ କାଲକାଟାରୁ। ମୋର ସବଜେକ୍ଟରେ ଏନଭାରମେଣ୍ଟାଲ ଇଞ୍ଜିନିୟରିଂ। ଏତିକି ମୋର ଏଜୁକେସନାଲ କ୍ୱାଲିଫିକେସନ। ଆଉ ମୋର ଦିଟି ଝିଅ ଅଛନ୍ତି, ଗୋଟେ ପୁଅ, ଦିଟା ଝିଅ ଗୋଟେ ପୁଅ, ସମସ୍ତେ ବିବାହିତ, ସମସ୍ତେ ବି ଚାକିରି କରୁଛନ୍ତି। ଝିଅ ଜ୍ୱାଇଁ 2 ଜଣ ଯାକ, ପୁଅ ବୋହୂ ସମସ୍ତେ ଚାକିରି କରୁଛନ୍ତି। ମୁଁ ବି ଅବସର ପ୍ରାପ୍ତ ପରେ ସରକାର ମତେ ଆଉଥରେ 2 ବର୍ଷ ରଖିଥିଲେ। ତାପରେ ଏବେ ଗୋଟେ ପ୍ରାଇଭେଟ କରିଛି, ଗତକାଲି ଯୋଉଟା ମୁଁ କହିଥିଲି। ଆଉ ମୋର ଅନୁଭୂତିରୁ ମୁଁ କହିବି, ଗୋଟିଏ ପ୍ରଥମ ବହୁତ ଅନୁଭୂତି, ଚାକିରିର ବହୁତ ଲୋକଙ୍କର ପାଣି ପ୍ରୋବ୍ଲେମ ସଲ୍ଭ କରିଛି ବହୁତ ଏରିଆର। ଗୋଟିଏ ହେଲା ବ୍ରହ୍ମପୁର, ସେଥିପାଇଁ ଅନ୍ୟତମ, ଯୋଉଥିପାଇଁ ମୁଁ ଲାଇମ୍ ଲାଇଟ୍କୁ, ସମସ୍ତଙ୍କ ଲାଇମ୍ ଲାଇଟ୍କୁ ମୁଁ ଆସିଥିଲି। ବ୍ରହ୍ମପୁରରେ ପାଣି ସବୁବେଳେ ପାଣି ବିନା ହାହାକାର ହଉଥିଲା। ତେଣୁ ମତେ 2006 ମସିହାରେ ଏକ୍ସଡେଣ୍ଟ ନକରି ପଠାଗଲା। ତେଣୁ ମୁଁ ଯେତେବେଳେ ଗାଡି, ସେ ଏକ୍ସଡେଣ୍ଟ ମାନେ ଯୋଉମାନେ ଥିଲେ, ଆପଣ କେବେ ଯିବେ କିଏ ବ୍ରହ୍ମପୁର ଦେଖିବେ, କେହି 6 ମାସ 8 ମାସ ବର୍ଷ ଭିତରେ କେହି ତିଷ୍ଠି ପାରିନଥିଲେ। ତ ମତେ ସେ ଯିଏ ଏକ୍ସଡେଣ୍ଟ ନଥିଲେ, ମୋ ପାଖକୁ ଗୋଟେ ଗାଡି ପଠେଇଦେଲେ ଭୁବନେଶ୍ୱର ମତେ ନବା ପାଇଁ। ମୁଁ ଜାଣିଲି ଯେମିତି ଅକ୍ରୁର ଯାଆନ୍ତି କୃଷ୍ଣକୁ ଆଣିବାକୁ ଯାଇଥିଲେ ମାରିବା ପାଇଁ, ମତେ ବୋଧେ ମାଡ଼ ଖୁଆଇବା ପାଇଁ ଭଗବାନ ପଠେଇଦେଲେ ରଥ। ତେଣୁ ମୁଁ ଗଲି, ଦେଖିଲି ବାଟ ଯାକ ଖାଲି ମରିଚିକା ମତେ ଦେଖାଉଛି। ମତେ ଲାଗୁଛି ବର୍ଷା ହେଇଯାଇଛି। କିନ୍ତୁ ବର୍ଷା ନାହିଁ। ମତେ 4ଟା ବେଳେ ପହଞ୍ଚିଲି ବ୍ରହ୍ମପୁରରେ। ଯେ ଯିଏ ନିର୍ବାହୀ ଯନ୍ତ୍ରୀ ଥିଲେ ଏକ୍ଜିକ୍ୟୁଟିଭ, ସେ ମତେ ତାଙ୍କ ଅଫିସରେ ଗୋଟେ ପେପର ହ୍ୟାଣ୍ଡ ଓଭର କରିଦେଇ ଘରକୁ ପଳେଇ ଗଲେ। ତାପରେ ବର୍ଷା ଏମିତି କାଚିଲା ଯେ ରାସ୍ତାରେ ଆଣ୍ଠୁଏ ପାଣି। ତାପରେ ମୁଁ ଆଉ ପଛକୁ ଚାହିଁନି। ମୁଁ ସେ ପାଣି ସପ୍ଲାଇ କେମିତି ଠିକ କରିବି ବ୍ରହ୍ମପୁର ସହରର ଲାଗି ପଡିଲି। ଯୋଉଥିପାଇଁ କି ମତେ ବ୍ରହ୍ମପୁରବାସୀ ଆଜି ପର୍ଯ୍ୟନ୍ତ ଭୁଲି ନାହାନ୍ତି। ମୁଁ ସେଠି 7 ବର୍ଷ ଏକ୍ସଡେଣ୍ଟ ରହିଲି, ତଥାପି ମତେ ଛାଡୁନଥିଲେ। ତଥାପି ମୁଁ ବହୁତ ରିକ୍ୱେଷ୍ଟ କରିକି ସେଠି ଆସିକି ଭୁବନେଶ୍ୱର ଥିଲି। ଏମିତି ଗୋଟେ ପାଣି ସେଠି ବହୁତ, ଗୋଟେ ଥରେ 25 ମିଟର 75 ଫୁଟ ତଳକୁ ପଳେଇଥିଲି ଗୋଟେ କୂଅରେ। ସମସ୍ତେ ଆଶ୍ଚର୍ଯ୍ୟ କରି କହିଲେ, ଆପଣ କୂଅ ଭୁଷୁଡି ପଡିଥାନ୍ତା, ମରିଯାଇଥାନ୍ତେ। ମୁଁ ନାଇଁ, ମରିଯାଇଥାନ୍ତି। ସେଠି ମୋ ଷ୍ଟାଫ ଯାଇଛନ୍ତି ତଳକୁ। ମୋ ଷ୍ଟାଫ କହିଲେ, ନାଇଁ ସାର୍ ଆମେ ଯିବୁନି, ଆମ ଜୀବନ ପ୍ରତି ବିପଦ ଅଛି। ମୁଁ କହିଲି, ଚାଲ ମୁଁ ତମ ସାଙ୍ଗରେ ଯିବି, ଚାଲ। ସେ ଗୋଟେ ଅନୁଭୂତି ଥିଲା ମୋର। ମୁଁ 25 ମିଟର ତଳକୁ ପଳେଇକି ସେ ବ୍ରହ୍ମପୁରର ୱାଟର ସପ୍ଲାଇ ସମାଧାନ କରିଥିଲି। ଇଏ ଗୋଟିଏ ମୋର ଅନୁଭୂତି। ମତେ ଆଉ ଟିକେ ସମୟ ଦେବେ, ମୋର ଆଉ ଗୋଟିଏ ଅନୁଭୂତି କହିବି। ମୋର ଜଗନ୍ନାଥଙ୍କ, ମୁଁ ଭୁବନେଶ୍ୱର ଆସିଲି, ମୋ ଛାତ ଉପରେ କିଛି ଟଗର ଗଛ, ମଲ୍ଲି ଗଛ, ଗେଣ୍ଡୁ ଗଛ ଲଗାଏ। ତେଣୁ ମୁଁ କେତେବେଳେ କେମିତି ଜଗନ୍ନାଥ ପାଖକୁ ଗଲେ ତେଣୁ କିଛି ଫୁଲ ନେଇକି ଯାଏ, ଫୁଲ ତୁଳସୀ ନେଇକି ଯାଏ। ତେଣୁ ସେ ମନେ ମନେ ଭାବିଲି, ଚିନ୍ତା କରି ଭଗବାନଙ୍କୁ, ମତେ ଗୋଟେ ଏମିତି ପୋଷ୍ଟିଂ ମିଳନ୍ତା ନାଇଁ କି ସବୁଦିନେ ମୁଁ ଫୁଲ ପଠାନ୍ତି। ତେଣୁ ସିଏ ମତେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ସିଟି ଇଞ୍ଜିନିୟର, ଯୋଉଟା ଚିଫ୍ ଇଞ୍ଜିନିୟର, ମୋର ସେଇଥିରେ ପୋଷ୍ଟିଂ ହେଲା 2018 ମସିହାରେ। ତେଣୁ ମୋର ଯିଏ ଷ୍ଟେନୋ ଥିଲେ, ତାଙ୍କୁ ପଚାରିଲି, ତମ ଘର କୋଉଠି? ନା ଆଜ୍ଞା ପୁରୀ। ମତେ ଏଇଠି ଭୁବନେଶ୍ୱର ରହୁଛ? ନା ନାଇଁ, ମୁଁ ଡେଲି ଯିବା ଆସିବା କରୁଛି। ଡେଲି ଯିବା ଆସିବା କରୁଛ? ତାହେଲେ ଭଗବାନ ମୋ ଡାକ ଶୁଣିଲେ ମୋ ଫୁଲ ଡେଲି ଭଗବାନ ପାଇବେ। ନା ହଁ ସାର୍ ଆପଣ ଦେବେ। ମୋର ଘରଟା ଜଗନ୍ନାଥ ମନ୍ଦିର ପଛପଟେ, ଆପଣ ମତେ ଫୁଲ ଦେବେ। ମୁଁ ତ ଜଗନ୍ନାଥ ମନ୍ଦିର ଭିତରେ ପଶିକି ମୋ ଘରକୁ ଯାଉଛି। ମୁଁ ସବୁଦିନ, ଯୋଉ ଦିନ ଆଇଁଷ ନ ଖାଏ ସେଇଦିନ ଫୁଲ ପଠାଏ, କାରଣ ଆଇଁଷ ଖାଇଲେ ମୁଁ ଆଉ ଫୁଲ ଛୁଏଁନି। ମୋର ଗୋଟେ କର୍ତ୍ତବ୍ୟ ଥିଲା। ତାପରେ ସିଏ ଗଲା, 3 ବର୍ଷ ଗଲା। ତାପରେ ମୋର ଚିଫ ଅଫିସ ବଦଳି ହେଲା। ଚିଫ ଅଫିସ ବଦଳି ହେଲା ପରେ ମୁଁ କହିଲି, ଆଉ କେମିତି ପଠେଇବି ଫୁଲ? ଦେଖିଲା ବେଳକୁ ଗୋଟେ ପୁରୀରେ ଗୋଟେ ମଠର ମହନ୍ତ, ସିଏ ଆସିକିରି, ମହନ୍ତଙ୍କ ଝିଅ, ସିଏ ଆସିକି ମୋ ପାଖରେ କମ୍ପ୍ୟୁଟର ଅପରେଟର ଭଳିଆ କାମ କଲେ। ମାନେ ଆପଣଙ୍କ ଘର କୋଉଠି? ନା ପୁରୀ। କେମିତି ଆସୁଛି? ନା ଟ୍ରେନରେ ଆସୁଛି ଆଜ୍ଞା। ଟ୍ରେନରେ ଆସିକିରି ଅଫିସଟା ଥିଲା ରାମ ମନ୍ଦିର ପାଖରେ, ଯୋଉ ଉନ୍ନତି ଭବନ ଅଛି ସେଇଠି। ଆଚ୍ଛା, ମୁଁ କହିଲି ଫୁଲ ଦିଟା ନେଇଯିବ? ନା ଆଜ୍ଞା ନେଇଯିବି। ନେଇଗଲେ। ସେତେବେଳେ ଥାଏ ଗୋଟେ ଠାକୁରଙ୍କର ଅଣସର ଘର ଥାନ୍ତି। ସେ ଫୁଲ କିଛି ଦିନ ଦେଲା ପରେ, ମେ ମାସ, ଜୁନ ମାସ କଥା, ସେଠୁ ଧଳା ଫୁଲ, ମୁଁ ଟଗର ଫୁଲ ପୁଳାଏ ତାକୁ ଦିଅନ୍ତି। ସେ ତାଙ୍କ ବାପା ମହନ୍ତ ଥିଲେ। ସିଏ ତାପରେ ଦିନ ଆସିକି ଗୋଟେ ଆଶ୍ଚର୍ଯ୍ୟ ମତେ କହିଲେ, ଆପଣ କୋଉ ଯୁଗରେ ଫୁଲ ଦେଇଥିଲେ? ଆଉ ଆଜି ତ କିଛି ଧଳା ଫୁଲ ନଥିଲା, କଣ ଅଣସର ଘରେ ଥିଲାବେଳେ ଧଳା ଫୁଲ କେବଳ ଲାଗେ। ଆପଣଙ୍କ ଫୁଲଟା ଗଲା, କାମରେ ଲାଗିଲା। ଆଉ ମୁଁ ସେଥିପାଇଁ ବହୁତ ଆନନ୍ଦିତ ହେଲି। ଆଉ ମନେ ମନେ ଆଖିରୁ ଲୁହ ଝରି ପଡ଼ିଲା ଆଖିରୁ। ତାପରେ ମୁଁ ରିଟାୟାରମେଣ୍ଟ କଲି। ରିଟାୟାରମେଣ୍ଟ ପରେ ବହୁତ ଫୁଲ ଫୁଟିଥାଏ ଏମିତି। ତାପରେ ମୁଁ ଦିନେ ଦି ଗାଙ୍ଗୁଲା ଫୁଲ ତୋଳିଥିଲି। ଆମ ଠାକୁରଙ୍କୁ ଭର୍ତ୍ତିଲି। ମୁଁ ଠାକୁର, ତମ ଫୁଲ ତମେ ନଉନ, ମୁଁ କଣ କରିବି ଆଉ କଣ? ଏତିକି ବେଳେ ମୁଁ ଏମିତି ମୋର ପୂଜା ଘରୁ ମୋ ଗେଟ୍ ଟା ଦେଖାଯାଏ। ଦେଖିଲା ବେଳକୁ ଗୋଟେ ଲୋକ କିଏ ହେଲମେଟ ପିନ୍ଧିକିରି ମୋ ଘର ଭିତରେ ପଶି ଆସୁଛି। କିଏ ଲୋକ? ଦିନ 10ଟା ସମୟ। କିଏ ସେ ଲୋକ? ଦେଖିଲା ବେଳକୁ ସେ ପୁରୀର ଜଣେ ସେବକ। ସେ କହିଲା, ସାର୍ ଆଉ ସେ ଠିକ 10ଟା ଫ୍ରିଜ ଟା ଖୋଲିକିରି ପୁରେଇବାକୁ, ସେପାରେଟ ଫ୍ରିଜ ଅଛି ମୋର ଠାକୁର ଘରେ, ଠାକୁରଙ୍କ ଜିନିଷ ରଖିବା ପାଇଁ।
ରଖିବାକୁ ଯାଉଛି ତ ଏତିକି କହିକି ଠାକୁର ତମ ଫୁଲ ନେଲନି ଆଜି, ତମ ଫୁଲ ନଉନ ମୁଁ କେମିତି ଦେବି? ସେଠୁ ସିଏ ଆସି ପଶି ଆସିଲେ, ଉପରକୁ ପଳେଇ ଆସିଲେ ମୋ ଘରକୁ, ବୋଲେ ସାର୍ ମୁଁ ଆପଣଙ୍କ ଉପରେ ଠାକୁରଙ୍କ ପାଣି, ପାଦୁକ ପାଣି, ଗାଧୁଆ ପାଣି ଆଉ ଯୋଉ ଠାକୁର ଯୋଉ ଔଷଧ ଖାଆନ୍ତି ସେଇ ଔଷଧ ନେଇକି ଆସିଛି। ଆରେ ମୋ ଆଖିରୁ ଲୁହ ଝରି ପଡ଼ିଲା। ମୁଁ କହିଲି ଠାକୁର କଣ କହୁ କହୁ ତାଙ୍କ ଫୁଲ ନେଇଗଲେ? ମୁଁ କହିଲି ନେ ବାବା ସଞ୍ଜୟ, ତାର ବି ସଞ୍ଜୟ ଥିଲା ସୁଦନ, ତୋ ଫୁଲ ନେ, ତୁ ଠାକୁରଙ୍କୁ ଦେଇଦବୁ। ସେ ମନ୍ଦିର ଭିତରେ ତାଙ୍କର ଭୋଗ ଦୋକାନ ସବୁ ଅଛି। ସେଇଟା ମୋର ଜୀବନ ଗୋଟେ ଯେମିତି ପାଣି ସପ୍ଲାଇରେ ମୁଁ ଡେଡିକେଟେଡ ହେଇ କାମ କରିଥିଲି, ସେମିତି ସେଇଟା ଗୋଟେ ମୋ ଜୀବନରେ ଅଭୁଲା ସ୍ମୃତି ରହିଯାଇଛି। ମୁଁ ସମସ୍ତଙ୍କୁ ସେଇଟା କୁହେ, ଭାବରେ ଯୋଉଟା ଜଗନ୍ନାଥଙ୍କୁ ତମେ ଭାବରେ ଯୋଉଟା ଦବ, କୌଣସି ନିଃସ୍ୱାର୍ଥ ପରେ ଯାହା ଦବ, ଭଗବାନ ତାକୁ କେମିତି ହେଲେ ଗ୍ରହଣ କରିନେବେ। ଏଇଟା ହିଁ ମୋର ଜୀବନ। ସେଇଦିନଠୁ ମୁଁ ସେଇଟା ମୋର ସବୁବେଳେ ମୋର ମନେ ରହିଯାଇଛି। ଯଦି ଆଉ ଗୋଟେ କଣ ସମୟ ଦେବେ, ମୁଁ ଆଉ ଗୋଟେ ମୋର ଅନୁଭୂତି କହିବି। ନା ଆଜ୍ଞା, ଦିଟା ସମୟ ଦୃଷ୍ଟିରୁ ହଁ, ତାହେଲେ ଧନ୍ୟବାଦ ଆମେ ପରେ କେବେ ସମସ୍ତଙ୍କୁ ଶୁଣିବେ। ନମସ୍କାର। ଧନ୍ୟବାଦ ସାର୍। ଚାକିରି ଜୀବନର ଗୋଟେ ସୁନ୍ଦର ଅନୁଭୂତି କହିଲେ, ଯେ ଆଉ ଗୋଟେ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଯେ ଲିଡରସିପ କ୍ୱାଲିଟି। ଯେହେତୁ ଆପଣ ଯୋଉ କହୁଥିଲେ ପାଣି ସମସ୍ୟା ହେଇଥିଲା, ଅନ୍ୟ କର୍ମଚାରୀ ମାନେ ଭିତରକୁ ଯିବା ପାଇଁ ଡରୁଥିଲେ, ସାହସ କରିପାରୁନଥିଲେ। ଯେହେତୁ ଆପଣ ତାଙ୍କର ଉପରିସ୍ଥ ଅଧିକାରୀ ଥିଲେ, ତେଣୁ ଆପଣଙ୍କର ଲିଡରସିପ କ୍ୱାଲିଟିକୁ ଆପଣ ଦେଖେଇଛନ୍ତି। ନିଜ ଅନ୍ୟ ଆଗରେ ଯଦି ଯିଏ ନେତା ଧରିକି ଚାଲେ, ସେ ହେଉଛନ୍ତି ନେତା। ତେଣୁ ଆପଣ ଆଗରେ ଯେତେବେଳେ ଗଲେ ଅନ୍ୟମାନେ ନିଶ୍ଚିତ ପ୍ରେରଣା ପାଇବେ, ଏବଂ ସେମିତି ଗୋଟେ କାମରେ ସଫଳତା ପାଇଛନ୍ତି। ଇଏ ହେଉଛି ନିଶ୍ଚିତ ଆପଣଙ୍କର ଗୋଟେ ସଫଳ ଅନୁଭୂତିର କଥା ଆମକୁ କହିଲେ। ଆଉ ଯୋଉ ଦ୍ୱିତୀୟ ଅନୁଭୂତିଟି କଥା କହିଲେ, ଯେ ଜଗନ୍ନାଥଙ୍କ କଥା, ଅଣସର ଘରେ ଧଳା ଫୁଲଟିଏ ଲାଗିବା, ଏଇ ଯୋଉ କଥାଟି କହିଲେ, ଫୁଲ ପ୍ରେରଣ କରିବା ଏବଂ ଜଗନ୍ନାଥଙ୍କ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଉପରେ ଫୁଲ ଲାଗିବାର ଯୋଉ କଥାଟି କହିଲେ, ଆପଣଙ୍କର ଯୋଉ ଶ୍ରଦ୍ଧା ଭକ୍ତି ଭାବ କଥାଟାକୁ ସୁନ୍ଦର ଭାବରେ ନିଶ୍ଚିତ ଆମ ମାନଙ୍କ ପାଇଁ ଉପାଦେୟ। ସମସ୍ତେ ତ ବର୍ତ୍ତମାନ ଚାହିଁବା ସେଇ ଭାବଗ୍ରାହୀ, ଭାବର ଠାକୁର, ସେ କିଛି ନିଅନ୍ତି ନାହିଁ ପ୍ରକୃତରେ, କେବଳ ଭାବକୁ ଗ୍ରହଣ କରନ୍ତି। କାରଣ ସିଏ ଭୋଗ ନିଅନ୍ତିନି, ଅର୍ଥ ନିଅନ୍ତିନି। ଯୋଉ ଦାନ ଧର୍ମ ଆମେ କହୁଛନ୍ତି, ସିଏ ପ୍ରକୃତରେ ଜଗନ୍ନାଥ କଣ ପ୍ରକୃତରେ ନେଉଛନ୍ତି? କେବଳ ଭାବଟିକୁ ଗ୍ରହଣ କରନ୍ତି। ସେଥିପାଇଁ ତାଙ୍କ ନାଁ ହେଲା ଭାବଗ୍ରାହୀ। ସେଇ ଭାବକୁ ଗ୍ରହଣ କରୁଛନ୍ତି, ସେଇ ଭାବଗ୍ରାହୀ ଆପଣଙ୍କ ଭାବକୁ ବୁଝିଛନ୍ତି। ନିଶ୍ଚିନ୍ତ ତାଙ୍କୁ ଆପଣ ଯୋଉ ଭକ୍ତି ନୈବେଦ୍ୟ ଟିକେ ଅର୍ପଣ କରିଛନ୍ତି, ତାକୁ ଗ୍ରହଣ କରିଛନ୍ତି। ଧନ୍ୟବାଦ। ସମୟ ସ୍ୱଳ୍ପ। ପରବର୍ତ୍ତୀ ଅନୁଭବୀ ଆମର ଆଗନ୍ତୁକ ହେଲେ ସଂଯୋଗ ଅନୁଷ୍ଠାନର ଡକ୍ଟର ପ୍ରଦୀପ କୁମାର ପର୍ଯ୍ୟସୀ ମହୋଦୟ। ସେ ସମ୍ମାନନୀୟ ପ୍ରତିଭାଧାରୀଙ୍କ ଠାରୁ ଶୁଣିବା ତାଙ୍କର ଜୀବନର ଅଭୁଲା କାହାଣୀ। ଡକ୍ଟର ପ୍ରଦୀପ କୁମାର ପର୍ଯ୍ୟସୀ ମହୋଦୟଙ୍କୁ ଅନୁରୋଧ ରଖିବି, ସେ ତାଙ୍କର ବକ୍ତବ୍ୟ ରଖିବେ। ନମସ୍କାର, ଶୁଭ ସନ୍ଧ୍ୟା। ମତେ ଶୁଣି ପାରୁଛନ୍ତି? ଶୁଭୁଛି ଯେ ଭଏସ ଟିକେ କମ ଶୁଭୁଛି। ଆଚ୍ଛା, ଶୁଭ ସନ୍ଧ୍ୟା, ନମସ୍କାର। ସଂଯୋଗ ପରିବାରର ସମସ୍ତଙ୍କୁ ମୁଁ ପ୍ରଣାମ କରୁଛି। ଆଉ ସଂଯୋଗ ପରିବାର ସହିତ ମତେ ସମ୍ପୃକ୍ତ କରିଥିବାରୁ ମୋର ମେଣ୍ଟର ଡକ୍ଟର ହରପ୍ରସନ୍ନ ଦାସ ଏବଂ ରାଜକୁମାର ସୁତାରଙ୍କୁ ମୁଁ ମଧ୍ୟ ଧନ୍ୟବାଦ ଜ୍ଞାପନ କରୁଛି। ପରିଚୟ ହିସାବରେ ମୁଁ ନାଲକୋରେ ଦୀର୍ଘ 35ରୁ ଅଧିକ ବର୍ଷ ଚାକିରି କଲି। ବର୍ତ୍ତମାନ 2 ବର୍ଷ ତଳୁ ଅବସର ନେଇ ଭୁବନେଶ୍ୱରରେ ରହୁଛି। ମୋର ଜନ୍ମସ୍ଥାନ ଖୋର୍ଦ୍ଧା ଜିଲ୍ଲା ବାଣପୁର। ନାଲକୋରେ ମୁଁ ପରିବେଶ ବିଭାଗର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ରୂପେ ରିଟାୟାର୍ଡ ହେଇଛି। ଅବସର ନେଲା ପରେ ମୁଁ ଓଡ଼ିଶା ସରକାରଙ୍କର, ମୁଁ ପୂର୍ବରୁ ଯେମିତି ଦେବବାବୁ କହୁଥିଲେ, ଯୋଉ ଉନ୍ନତି ଭବନ କଥା କହୁଥିଲେ, ସେଇ ଉନ୍ନତି ଭବନରେ ଓଡ଼ିଶା ସରକାରଙ୍କର ଜଳ ଗୁଣବତ୍ତା ପରୀକ୍ଷଣ ବିଭାଗରେ ବର୍ତ୍ତମାନ କନସଲଟାଣ୍ଟ ରୂପେ ନିଯୁକ୍ତି ଅଛି। ଆଉ ବର୍ତ୍ତମାନ ମୁଁ ଭୁବନେଶ୍ୱରରେ ରହୁଛି, ମଦନପୁର ଅଞ୍ଚଳରେ। ମୋର ଗୋଟିଏ ଝିଅ ବିବାହିତ, ସେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ନ୍ୟାସନାଲ ଲ ୟୁନିଭରସିଟିରେ ଅଧ୍ୟାପିକା ଅଛି। ଏଇଟା ହେଲା ମୋର ସଂକ୍ଷିପ୍ତ ପରିଚୟ। ମୋର ହବି ହିସାବରେ ଟିକେ କହି ରଖୁଛି, ଯଦିଓ ସେଟା ହବି ନୁହଁ, କିନ୍ତୁ ଯେଉଁ ଯେଉଁ କାର୍ଯ୍ୟକ୍ରମକୁ ମୁଁ ଅତି ଭଲ ପାଏ, ଗୋଟେ ହେଲା ସାହିତ୍ୟ ଓ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ପରିବେଶ। ପରିବେଶ ଯେହେତୁ ମୋର ଜୀବିକା ସହିତ ଦୀର୍ଘ ଦିନ ଧରି ଯୋଡ଼ି ରହିଥିଲା, ତାହା ମଧ୍ୟ ମୋ ଜୀବନ ସହିତ ଏବେ ବି ଅଛି। ଆଉ ଏହି ସବୁ କାର୍ଯ୍ୟକ୍ରମକୁ ନେଇ ମୁଁ ଜଣେ ନିଜକୁ ଟ୍ରେନର ତ କହିବିନି, କିନ୍ତୁ ଇନଭାଇଟେଡ ସ୍ପିକର ହିସାବରେ ବହୁତ ଜାଗାରେ ମୋର ବକ୍ତବ୍ୟ ପ୍ରସ୍ତାବନ କରିଛି ଏବଂ ସେଇଟା ମଧ୍ୟ ମୋର ଗୋଟେ ହବି। ବର୍ତ୍ତମାନ ଅଭିଜ୍ଞତାକୁ ଆସିବା। ବହୁତ ଅଭିଜ୍ଞତାର ଗୋଟିଏ ଛୋଟିଆ ଅଭିଜ୍ଞତା କହୁଛି, ଯୋଉଟା କେତେ ହୃଦୟସ୍ପର୍ଶୀ ନୁହଁ, କିନ୍ତୁ ମୋ ପାଇଁ ସେଇଟା ବହୁତ ମହତ୍ୱପୂର୍ଣ୍ଣ। ଆଜକୁ 25 ବର୍ଷ ପାଖାପାଖି 25 ବର୍ଷ ତଳେ
ମୁଁ ଦିଲ୍ଲୀ ଯାଇଥିଲି ତା କାରଣ ହଉଛି ମୋ ଝିଅ ସେତେବେଳେ ଓଡ଼ିଶୀ ଶିକ୍ଷା କରୁଥିଲା ଏବଂ ଓଡ଼ିଶା ସରକାରଙ୍କ ତରଫରୁ ଜାତୀୟ ନ୍ୟାସନାଲ ବାଲ ଭବନ ଜାତୀୟ ବାଲ ଭବନ ତରଫରୁ ଗୋଟେ ନଭେମ୍ବର 14 ପାଇଁ ଜାତୀୟ ସ୍ତରରେ ଶିଶୁ ଦିବସ ପାଳନ କରାଯାଉଥିଲା ଏବଂ ଓଡ଼ିଶା ତରଫରୁ 3ଟି 4ଟି ଝିଅ ଯାଇଥିଲେ 7-8 ବର୍ଷର 7-8 ବର୍ଷ 10 ବର୍ଷର ପିଲାମାନେ ଯାଇଥିଲେ ସେଠି ଗୋଟେ ପରିବେଷଣ କରିବାର ଥିଲା। ସେମାନେ କ୍ୟାମ୍ପସ ଭିତରେ ରହୁଥିଲେ ଆମେ କ୍ୟାମ୍ପସ ବାହାରେ ରହୁଥିଲୁ। ଠିକ ନଭେମ୍ବର 14 ତାରିଖ ଦିନ ଯେତେବେଳେ ପ୍ରୋଗ୍ରାମ ହବ ସେତେବେଳେ କୌଣସି ଯୋଗାଯୋଗର ଏତେ ସୁବିଧା ନଥିଲା। ଯେତେବେଳେ ଆମକୁ ପ୍ରୋଗ୍ରାମ ସମୟ ଦେଇଥିଲେ ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆସିବାର ଥିଲା। ଆଉ ସେତେବେଳେ ଅଟୋରେ ଆମେ ଆମର ଗେଷ୍ଟ ହାଉସରୁ ଯାଇକି ପହଞ୍ଚୁ ପହଞ୍ଚୁ ଟିକେ ବିଳମ୍ବ ହେଇଗଲା। ପ୍ରଧାନମନ୍ତ୍ରୀ ଆସି ଯାଇଛନ୍ତି କିମ୍ବା ଆସିବାର ଅଛି ମୁଁ ଜାଣିନି, ମେନ୍ ଗେଟ୍ ବନ୍ଦ ହେଇଗଲା। ଭିତରେ ଆମ ଝିଅ ପ୍ରସ୍ତୁତ ହେଇକି ରହିଛି, ତାଙ୍କ ଟିମ୍ ସହିତ ନୃତ୍ୟ ପରିବେଷଣ କରିବ। ଆମର ଆଗ୍ରହ ରହିଛି ପ୍ରଧାନମନ୍ତ୍ରୀଙ୍କୁ ଦେଖିବୁ ଏବଂ ଝିଅର ନୃତ୍ୟକୁ ଦେଖିବୁ, ସେ ନୃତ୍ୟ କେମିତି ପରିବେଷଣ କରୁଛି। ଓଡ଼ିଶା ତରଫରୁ ଯେହେତୁ ମନୋନୀତ ହେଇକି ଆସିଛି, ମନରେ ଗୋଟେ ଉତ୍କଣ୍ଠା ବି ରହିଛି। ଆମେ ଯେତେ ଅନୁରୋଧ କଲା ପରେ ବି ସେମାନେ ଆମକୁ ନ୍ୟାସନାଲ ବାଲ ଭବନର ଗେଟ୍ ଖୋଲିଲେ ନାହିଁ। ଗୋଟେ ଦୁଃଖ ଲାଗିଲା, ଅନୁତାପ କଲୁ। ଆମେ ଭାବୁଛୁ ଆମେ ତ ଦେଖିପାରିଲୁନି, କିନ୍ତୁ ଆମ ଭିତରେ 7-8 ବର୍ଷର ଝିଅ ଆମକୁ ଅପେକ୍ଷା କରିଥିବ, ବାପା ମା ମୋର ଆସିବେ, ତା ମନଟା ଆମ ପଟେ ଥିବ। ଯଦିଓ ଆମ ପାଖେ ପରିଚୟ ପତ୍ର ଥିଲା କିନ୍ତୁ ସମୟ ପାଇଁ ନଥିବାରୁ ଆମକୁ ପରମିଶନ ଦେଲେ ନାହିଁ। ମନ ଦୁଃଖରେ ଏମିତି ଆମେ ଯାଉଛୁ ସେଇ ନ୍ୟାସନାଲ ବାଉଣ୍ଡରୀ ବାଟେ, ମନ ଦୁଃଖରେ ପଶ୍ଚାତାପରେ କଥା ହେଇ ଯାଉଛୁ ଯେ ବିଳମ୍ବ ହେଇଗଲା। ଆମର ବିଳମ୍ବ ପାଇଁ ହୁଏତ ଆମ ମନ ତ ଭାଙ୍ଗିଲା, ପିଲାର ମନ ବି ଭାଙ୍ଗିଯିବ। ଠିକ ଏଇ ସମୟରେ ଦେଖିଲୁ କିଛି ବାଟ 200-300 ମିଟର ଗଲା ପରେ ସେ ନ୍ୟାସନାଲ ବାଲ ଭବନ ବାଉଣ୍ଡରୀର ଆଉ ଗୋଟେ ଗାର୍ଡେନ ଅଛି, ଗୋଟେ ବଗିଚା ଅଛି। ସେ ଗାର୍ଡେନରେ ଗୋଟେ ଛୋଟିଆ ଗେଟ୍ ଅଛି। ସେ ଗେଟ୍ ପାଖରେ ମଧ୍ୟ ସିକ୍ୟୁରିଟି ଅଛନ୍ତି, କିନ୍ତୁ ଜଣେ ଶିକ୍ଷୟିତ୍ରୀ ଆଉ 6-7 ଜଣ ପିଲା ଲାଇନ ହେଇ ଠିଆ ହେଇଛନ୍ତି। ମୁଁ ଜାଣିନି କଣ ପାଇଁ ଲାଇନ ହେଇ ଠିଆ ହେଇଛନ୍ତି। ଆମେ ଚାହିଁଲେ ଏମାନେ କଣ ପାଇଁ ଲାଇନ ଠିଆ ହେଇଛନ୍ତି। ସେ ଶିକ୍ଷୟିତ୍ରୀ ଆମକୁ ଦେଖିକି କଣ ଭାବିଲେ କେଜାଣି, ସେମାନେ ମତେ ପରିଚୟ ନୁହଁ, ସେ ଆମକୁ ହାତ ହଲେଇ ଡାକିଲେ। ଆମେ କିଛି ନ ଜାଣି ତାଙ୍କ ସହ ଲାଇନରେ ରହିଗଲୁ। ଯେଉଁ ଭଦ୍ର ବ୍ୟକ୍ତି ସିକ୍ୟୁରିଟି ରୂପେ ଥିଲେ ସିଏ ଭାବିଲେ ଏମାନେ ବୋଧେ ସେ ସ୍କୁଲର ଷ୍ଟାଫ। ଜଣେ ଶିକ୍ଷୟିତ୍ରୀ 7-8 ଜଣ ଝିଅ ଲାଇନ ଅଛନ୍ତି। ମୁଁ ଯେହେତୁ କୌଣସି ପର୍ବପର୍ବାଣୀ ଟ୍ରାଉଜର ପଞ୍ଜାବୀ ପିନ୍ଧେ, ସମ୍ଭବତଃ ସେ ମତେ ନୃତ୍ୟ ଶିକ୍ଷକ ଭାବିଛନ୍ତି। ମୁଁ ମୋ ଧର୍ମପତ୍ନୀ ସେ ଲାଇନରେ ରହିଲୁ। ସିକ୍ୟୁରିଟି କିଛି ଚେକ୍ କଲେ ନାହିଁ, ସେମାନଙ୍କୁ ଛାଡ଼ିଲେ ଏବଂ ତା ସାଙ୍ଗେ ସାଙ୍ଗେ ଆମକୁ ଛାଡ଼ିଦେଲେ। ମନରେ ଅନୁଶୋଚନ, ମାନେ ମନରେ ଭୟ ବି ରହିଛି ଯେ ଧରା ପଡ଼ିବୁ, ଆଇନଗତର ଗୋଟେ ବିପରୀତ କାମ ଆମେ କରିବାକୁ ଯାଉଛୁ। ତଥାପି ଆମେ ଯେମିତି ପଳେଇଲୁ, ମନରେ ଉତ୍କଣ୍ଠା ରହିଥିଲା। ସଂଯୋଗ ବଶତଃ ଆମେ ଯୋଉଠି ଯାଇ ପହଞ୍ଚିଲୁ, ସେ ଶିକ୍ଷୟିତ୍ରୀ ଆଉ ତାଙ୍କ ପିଲାମାନେ ଯୋଉଠି ପହଞ୍ଚିଲେ, 5 ମିନିଟ୍ ଠିଆ ହେଇଛୁ। ଅଟଳ ବିହାରୀ ବାଜପେୟୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଆସିକି ପହଞ୍ଚିଲେ, ଗାଡିରୁ ସେଇଠୁ ଓହ୍ଲେଇଲେ। 50 ମିଟର ଦୂରରେ, 50ରୁ 100 ମିଟର ଦୂରରେ ଅଟଳ ବିହାରୀ ବାଜପେୟୀ ଆଉ ତାଙ୍କର 2 ଜଣ ସୁରକ୍ଷା କର୍ମୀ, ଆଉ କେହି ନଥାନ୍ତି। ଆମେ ଏବଂ ମୋ ଝିଅ ଭଳି ଓଡ଼ିଶାର ମନୋନୀତ ହୋଇଥିବା 3ଟି ଓଡ଼ିଶୀ ନୃତ୍ୟଶିଳ୍ପୀ ତାଙ୍କୁ ସ୍ୱାଗତ କଲେ, ନୃତ୍ୟ ବି ପରିବେଷଣ କଲେ ଏବଂ ସେଇମାନଙ୍କ କାନ୍ଧରେ ହାତ ରଖି ଅଟଳଜୀ ପୁରା ଷ୍ଟେଜ ଯାଏଁ ଗଲେ। এইটা ମୋର ଏଇଥିପାଇଁ ମନେ ରହିଛି ଯେ ମୋର ଭାବନା ଆଉ ମୋର ଯୋଉ ଇଏ ସେ ଏଇ ଘଟଣା ସହିତ ଯୋଡ଼ି ହେଇ ରହିଯାଇଛି ଯେ ମୁଁ ଗୋଟିଏ କାମ, ମୋର ଯୋଉ ଆଶା ଥିଲା ଯେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଦେଖିବି, 25-30 ବର୍ଷ ତଳେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାର ଗୋଟେ ଉତ୍କଣ୍ଠା ରହିଥିଲା ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଭଳିଆ ପ୍ରଧାନମନ୍ତ୍ରୀଙ୍କୁ ଦେଖିବି, ସୁଯୋଗ ହରାଇବା ପରେ ଯୋଉ ମନ ମୋର ଭାଙ୍ଗି ଯାଇଥିଲା। ହଠାତ୍ କୌଣସି ନା କୌଣସି କାରଣରୁ ସେ ଶିକ୍ଷୟିତ୍ରୀ ମତେ ଚିହ୍ନି ନାହାନ୍ତି, ଡାକି ନେଲେ ଏବଂ ତାଙ୍କ ସାথে ଯାଇଲି ଏବଂ ଯିବା ପରେ 50ରୁ 100 ମିଟର ଦୂରରେ ମୁଁ ଅଟଳ ବିହାରୀ ବାଜପେୟୀଙ୍କୁ ଦେଖିପାରିଲି ଏବଂ ସଂଯୋଗବଶତଃ ସେଇ ଜାଗାରେ ମୋ ଝିଅ ଏବଂ 3ଟି ଓଡ଼ିଶାର ଝିଅ ନୃତ୍ୟ ପରିବେଷଣ କଲେ। ଆଉ ସେଇ ଯୋଉ ମୁହୂର୍ତ୍ତ ଏବେ ସୁଦ୍ଧା ବି ମୋ ମନରେ ଗୋଟେ ସୁନ୍ଦର ଅନୁଭୂତି ରୂପେ ରହିଅଛି। ମୁଁ ସେଇଟାକୁ ଆପଣମାନଙ୍କର ଉପସ୍ଥାପନା କଲି। ଧନ୍ୟବାଦ। ଧନ୍ୟବାଦ ଡକ୍ଟର ପ୍ରଦୀପ କୁମାର ପାଟଜୋଶୀ ମହୋଦୟ। ସୁନ୍ଦର ଅନୁଭୂତିରେ କହିଲେ ନିଜର ପିଲାଙ୍କୁ ନେଇ ସେଇ ସମୟର ଅନୁଭୂତି ନିଶ୍ଚିତ ଗୋଟେ ପ୍ରେରଣାଦାୟକ। ଅଦୃଶ୍ୟର ଶକ୍ତି, ଅଦୃଶ୍ୟର ହାତ ନିଶ୍ଚିତ କେତେବେଳେ କେମିତି କାହା ଉପରେ ଗୋଟେ ଆସିଯାଏ, ପହଞ୍ଚେ ଏବଂ ସେଇ ରାସ୍ତା ଦେଖାଏ ଆଲୋକବର୍ତ୍ତିକ ଭାବରେ ପଥ ପ୍ରଦର୍ଶକ ଭାବରେ କିଛି ନା କିଛି ସାହାଯ୍ୟ କରିଦିଏ, ଯୋଉଟା କି ଆପଣଙ୍କ ଏଇ ଯୋଉ ଅନୁଭୂତିଟି ବଖାଣିଲେ ସେଥିରୁ ନିଶ୍ଚିତ
आम अदृश्य शक्तिर इशारा आम पाइले एटा निश्चित आम जीवन में इन सब आसव समस्ते अंगे निभेवा एवं आमर नाती नातुणी माने प्रेरणाप्रद कहानी कहले से निश्चित उत्साहित हेबे। धन्यवाद। वर्तमान आपण मानकर अनुभूति समस्ते संक्षिप्त कही अभिज्ञता कही आउ संजोग अनुष्ठान किपरि बलिष्ठ हब सुदृढ़ हब आउरी नुआ नुआ कार्यक्रम हाथ को नब से दिगरे आपण आपणकर योगदान कर रखिए अनुष्ठान प्रति। आ सबुठ बड़ कथा है अनुष्ठान प्रति आनुगत्य जेकोसी अनुष्ठान में आम रहा से अनुष्ठान प्रति आनुगत्य तार जो कर्मकर्ता रे समान प्रति सम्मान बोध परस्पर प्रति श्रद्धा ये भाव रहिले प्रत्येक अनुष्ठान आउरी सुदृढ़ हब एवं एक अन्य अनुष्ठान ठारू नियारा जेपरी संजोग अनुष्ठान मु तो बहुत अनुष्ठान सहित जड़ित किंतु मते नियारा लगे हमर बड़ भाई प्रणम्य राजकुमार सुताराम भाई कथा मु बेले बेले भावे सब कहे अन्य मान आगे कहे ये जो मिष्टभाषी कथा शुणिला पार्टी न कि गोटे ना नकारात्मक भावना आसो ना तेणु अभिभूत हुए आपंकर शुभेन्दु दास सहित जी सहित जी मिसिबार सुजोग पाई भी सब अनुभूति में थे गोटे जगह कहूली मत साहय केमती करते जगन्नाथ करुणा है सांगे मु गाड़ी जा जगन्नाथ गाड़ी में जाई जगन्नाथ दर्शन कर पार्टी एपरी एक अनुष्ठान ये भाव बंधन बांधि रखिंट जेपरी आम मैंने गोटे गोटे फूल ये फूल को गुंथी देती डॉक्टर हरप्रसन्न दास महोदय आमर सुतार भाई आमर शुभेन्दु भाई अन्य सब बाबाजी भाई ये समस्त ना कौन ने विजयलक्ष्मी भौणी जो आंतरिकता जो आत्मीयता समस्त को बांधि रखी तेणु आपण मैंने आसतु समस्ते ये संजोग अनुष्ठान को आम आहरी बलिष्ठ करवा आमर योगदान जपरी ये अनुष्ठान को किसी आगे नवारे साहाय्य करिवो सेथिपई सचेतन रहिबा। खाली गोटे कथा कहबी आपण योग कथा ये अनुष्ठान ना हला संजोग योग कथा योग रे आमे प्लस चिन्ह रे प्रथमे आमे गोटे गार दउचंती ता ऊपर गोटे गार दउचंती इंग्रजी रे हेटा जो गारटी पकले हेटा आई तेणु आम जो अनुष्ठान टाक सुदृढ़ करवा अनुष्ठान सहित समर्पित भाव में कम करवा से अहं भाव टाक काटिदवा सेटा हो युक्त सेटा हो संजोग तेणु से संजोग अनुष्ठान रे से भावना लेकिन आम कम करवा आम प्रेरणादीप्त भूमिका ग्रहण करवा समस्त को सम्मान दवा जेपरी कई फूलर कथा जानते कई फूलटर जीवन स्वल्प किंतु से आम वर्तमान समाज रे जो बंची रही आम सब वर्तमान रे बंचु नांती आम मन रे खाली भविष्य माड़ी बसुची एवं से भविष्य बंचवा भितर आम चाहते वर्तमान और भविष्य को लेकिन एक चिंता दुश्चिंतार चाप भितर आम गति करुँच आम जीवन को बेले बेले कुचित करदे पीड़ित करदे किंतु कली कई फूल मान आप देखु से भविष्य चिंता ना से मुहूर्त भितर स्वयं संपूर्ण हो बंची जमी जगार फुटी जी जगह पाई से संतुष्ट से आउ बेसी जगह चाहूना आउ बेसी समय बंचवा चाहूना कारण जो स्वल्प समय पाँच से सूर्यालोक पाई से खुशी चारिपटे धीर पवन स्पर्श लाभ कर खुशी एवं पानी और पंख भितर से खूब आनंद रही मौली जावा पर्यटन फुटी जो भ्रमर जो महुमाछी माने गुण गुण हो बुलुंट से भर मधु शोषण कर फुटबार भी आनंद उछुली उठुची से जहाँ होती हेबारे ही सेमानंकर आनंद तेणु आम जहाँ भगवान आमको जहाँ देते आमर प्रारब्ध हो वर्तमान जहाँ कर्तव्य कर्म आम कर तेणु आम से आनंद पाइबा एवं से आउ कि देवा चाहती ना आम से ही खुशी रहा कारण आम जो सीटा ही कहुए निष्काम कर्म जो कर्म आमको भल लगुच आम जो थे आनंद पाँच धरतु आम संजोग अनुष्ठान पर एक आदर्श अनुष्ठान सहित जोड़ी होती आनंद पाँच तेणु आम मन भरी से जोड़ी हो कामटी करवा जो से कर्म करवा तारी भितर आमर शक्ति सामर्थ्य सौंदर्य ऐश्वर्य विकसी उठिब आमर ये सहज कर्मर फल आपे आपे आसो जहाँ आसो ताहा आम खूब स्वाभाविक हम एवं आनंदप्रद हम ये कही मोर वक्तव्य को ये विराम रखुची मु अनुरोध करी आमर सुतार भाई को से सम्माननीय सुतार भाई से आउ कि कहबार थी से कहतु समय अच्छी आउ जहाँ कहवा कथा से रखिपारे। हाँ भाई जे
ଆଜି ଆମର ଯିଏ ସମାପନ କରିବାର ଥିଲା ବିଭୂତି ଭାଇ ଅସୁସ୍ଥ ହେବାରୁ ଜଏନ୍ କରିନାହାନ୍ତି, ତାଙ୍କ କାମଟା ତ ମୁଁ ତୁଲେଇ ନେବି, କିନ୍ତୁ ତା ପୂର୍ବରୁ ମୁଁ ଟିକେ ହର ଭାଇଙ୍କୁ ଅନୁରୋଧ କରିବି, ସେ ଆମକୁ ଦୀପଦ କହିବେ ତାଙ୍କର ପ୍ରତ୍ୟେକ କଥା ଭାଇ ପ୍ରେରଣାଦାୟକ। ଆଦୌ ଶୁଭୁ ନାହିଁ, ଆଁ ଶୁଭୁନି? ସାଉଣ୍ଡ ହଉନି। ଆପଣ ଆଉ କେହି ଅଡିବୁଲ ଅଛନ୍ତି ନା? ଅଡିବୁଲ ଅଛି କୁହନ୍ତୁ ହଁ ହଁ କୁହନ୍ତୁ ଅଡିବୁଲ କୁହନ୍ତୁ ହଁ ମୋ ଶୁଭୁଛି ପ୍ରିୟ ଶୁଭୁଛି ମୋର ପରିଷ୍କାର ଶୁଭୁଛି ହଁ ହଁ କୁହନ୍ତୁ ପରିଷ୍କାର ଅଡିବୁଲ ଶୁଭୁଛି। ଶୁଭୁଛି। ହର ଭାଇଙ୍କୁ ଆମକୁ ଅନୁରୋଧ ଶୁଣା କରିବି ଯାଉଛି କୁହନ୍ତୁ। ଟିକେ ଦୀପଦ କହନ୍ତୁ, ତାପରେ ମୁଁ ସମାପନ କାର୍ଯ୍ୟକ୍ରମଟା ନିର୍ବାହ କରିବି। ହର ଭାଇ। ଜୟ ଜଗନ୍ନାଥ। ହଁ ହଁ ମତେ ପୁଣି କାହିଁ କୁମାର ଭାଇ ମତେ କାହିଁକି ପୁଣି ଟାଣିଲା? ଆପଣ ନାଇଁ ଆଜିର ଏତେ ସୁନ୍ଦର କାର୍ଯ୍ୟକ୍ରମରେ ଆପଣଙ୍କୁ ଦୀପଦ ଶୁଣିବା ପାଇଁ ବି ସମସ୍ତଙ୍କର ଇଚ୍ଛା ହଉଥିବ, ମୁଁ ସେଟା ଅନୁଭବ କଲି। ନାଇଁ ମୁଁ ଆପଣ ସେ ମାନେ ପ୍ରଥମ କଥା ହଉଛି ଯେ ମୂଳରୁ ଜଏନ୍ କରି ଆମର କାହ୍ନୁ ଭାଇଙ୍କର ଯୋଉ ହୃଦୟ ଭିତରୁ ଅନର୍ଗଳ ବାହାରି ଚାଲିଲା, ମାନେ ଯେମିତି ରଥଯାତ୍ରାର ଧାରାବିବରଣୀ ଦିଆଯାଏ ସେଭଳି ପ୍ରତ୍ୟେକ ଶବ୍ଦ ଭିତରେ ଏତେ ଭାବପୂର୍ଣ୍ଣ ଥିଲା, ମୁଁ ତାରି ଭିତରେ ହଜିଗଲି। ତା ଭିତରେ ପୁଣି ଦେଖା ପୁଣି ତାପରେ ଯେତେବେଳେ ଯୋଉ ଆଜି 4 ଜଣ ଭାଇ ଯାହା କହିଲେ, ମାନେ ଭାଷା ନାହିଁ କହିବା ପାଇଁ। ଶୈଳବାଳା ଭଉଣୀ ଯୋଉ କହିଲେ ସେ ପ୍ୟାରିସରେ ଯୋଉ ଭଳି କଥା ଲିଫ୍ଟରେ, ଆଉ ତାଙ୍କ କଥା ବି କହୁଛି ଏଥର ଜାନୁଆରୀ 2 ତାରିଖ ପୁରୀରେ ଆମର ଶ୍ରୀ ଜଗନ୍ନାଥ ଚିନ୍ତନ ଚେତନା ୱାର୍ଲଡ ୱାଇଡ ର ଯୋଉ ଫଙ୍କସନ ହେଇଥିଲା, ସେତେବେଳେ ଆମେ ସବୁ ପ୍ରଥମ ଦିନ ମୁଁ ଅଛି, ସଂଗ୍ରାମ ପଟ୍ଟନାୟକ, ଆମେ ସବୁ ଟ୍ରଷ୍ଟି ସେଥିରେ। ସେ ଟିକେ ଭଉଣୀ ଆମର ଶୈଳବାଳା ମିଶ୍ର ଭଉଣୀ ସେ ଯାଇଥିଲେ। କଣ ହେଲା ସୁତରେ କିଛି ବ୍ୟସ୍ତ ବ୍ୟସ୍ତ ଲାଗୁଛନ୍ତି? ନାଇଁ 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 ମୁଁ ଦେଖୁଥିଲି, ଠିକ ଅଛି। ସେ ଶୈଳବାଳା ଭଉଣୀ ମତେ ସେଠି ଦେଖିକିରି କହିଲେ, ମୁଁ ଆଉ ଚିହ୍ନି ପାଇଲିନି ତାଙ୍କୁ, କହିଲେ ଆପଣ ସଂଯୋଗରେ ଅଛନ୍ତି କି? ମୁଁ କହିଲି ହଁ ମୁଁ ସଂଯୋଗରେ ଅଛି। ଆଉ ନା ନାଇଁ ନାଇଁ ମୁଁ ଏବେ ସଂଯୋଗରେ ଜଏନ୍ କରିଛି ତ, ମୁଁ ସେଠି ଆପଣ ଦେଖେଇଛି। ମୁଁ କହିଲି ନା ହଁ ଭିତରେ ବି ଅଛନ୍ତି, ରାଜକୁମାର ସୁତାର ବି ଅଛନ୍ତି। ଯାହା ମତେ ଏତେ ଖୁସି ଲାଗିଲା ପୁରୀରେ ସେ ତାଙ୍କ ତରଫରୁ ମତେ କହିଲେ, ମତେ ଏତେ ଆନନ୍ଦ ଲାଗିଲା ଯେ ପ୍ରକୃତିରେ ଆମର ସଂଯୋଗ ପରିବାରଟି ଅତି ଆପଣାର ଅତି ନିଜର। ଶୈଳବାଳା ଭଉଣୀ ମନେ ଥିବ ନିଶ୍ଚିତ ଭାବରେ ସେ କଥାଟା ଯୋଉ କହିଥିଲେ। ତାପରେ ତାଙ୍କର ଯୋଉ ଅନୁଭୂତି ସେ କହିଲେ ଦିଟା ଯାକ, ମାନେ ସେଭଳି ମାନେ ମାନେ ତାକୁ ଭାଷାରେ ବର୍ଣ୍ଣନା ପ୍ରକୃତରେ ପ୍ରଭୁ ଜଗନ୍ନାଥ ଯାହା ସଂଗ୍ରାମ ପଟ୍ଟନାୟକ ଚାଟ ବକ୍ସରେ ଲେଖିଲେ, ତାଙ୍କୁ ଜଗନ୍ନାଥ ହିଁ ସେତେବେଳେ ଟେକି ନେଇଥିଲେ। ତାପରେ ଆମର ମହାପାତ୍ର ଭାଇ ଦେବସୁନ୍ଦର ମହାପାତ୍ର ଭାଇ, ଅଜୟ ଦାସ ଭାଇ, ଏବଂ ଶେଷକୁ ଆମର ପ୍ରିୟ ସାନ ଭାଇ ପ୍ରଦୀପ ପାଢ ଯୋଶୀ। ଏଇ ଯୋଉଟା କହିଲେ ଜୀବନର ଯୋଉ ଅନୁଭୂତି ଭାବ, ଯୋଉଟା କି ସବୁ ଜାଗାରେ ପ୍ରକାଶ କରି ହବନି, ସବୁ ଜାଗାରେ ପ୍ରକାଶ କରି ହବନି। କାହ୍ନୁ ଭାଇ ନିଶ୍ଚିତ ଏଇଟା ବୁଝିଥିବେ, ଯେମିତି କାହ୍ନୁ ଭାଇ ଗୋଟେ ଭଲ କବି ଲେଖକ, ଏବଂ ସେ ବହୁବେଳେ ପ୍ରଗଳ ଭାବରେ ସେ ଯୋଉ ଲେଖା ପକାନ୍ତି, ସବୁ ଟିକେ ନିକିରି ପଢେ, କେବଳ ହୃଦୟର ଭାଷା ସେଗୁଡାକ। ତେଣୁ ଏଇ ସଂଯୋଗ ଗୋଟେ ମଞ୍ଚ ସୃଷ୍ଟି ହେଇଛି, ପ୍ରଭୁ ଜଗନ୍ନାଥ ହିଁ ସୃଷ୍ଟି କରିଛନ୍ତି, ଆଉ କେହି ନାହିଁ। ଏଇ ଆଜି ବାବାଜୀ ଭାଇ ଚାଟ ବକ୍ସରେ ଲେଖିଲେ, ଏରେ ଅଜୟ ଦାସ ଭାଇଙ୍କୁ କିଏ ଆଣିଲା? ସେ ତ ମୁଁ ଚିହ୍ନିଲି, ଆଜି ସେ ଆମର ସମ୍ପର୍କୀୟ ହେବେ। ମୁଁ ତଳେ ଲେଖିଥିଲି ପ୍ରଭୁ ତାଙ୍କୁ ଆଣିଛନ୍ତି। ଏଇ ଯୋଉ କାରଣ ନିଜର ରକ୍ତର ସମ୍ପର୍କ ଭିତରେ ଯୋଉ ଆପଣାର ଭାବ ନାହିଁ ଆଜିକାଲି, ଏକଦମ ଟ୍ରୁଥ, ଏବଂ ଯୋଉଠି ସବୁଠି ମନ ମାଳିନ ରହିଛି, ସେଠି ଯେ ସଂଯୋଗ ଭଳିଆ ଗୋଟେ ପରିବାର ବନ୍ଧା ହେଇଛି, ଏବଂ ସେଠି ଆମେ ସମସ୍ତେ ବହି ଯାଉଛେ ହୃଦୟର ଭାଷାରେ ଆପଣାର ଭାବ। ଆଉ ଯାହା ଏଇ ଯୋଉ ଆମର 8 ତାରିଖ ମାର୍ଚ୍ଚ 8 ତାରିଖ ଆମର ସେଠି ଫକୀରମୋହନ ଭବନରେ ଯୋଉଭଳି ଭାବରେ ମୋର ବ୍ୟକ୍ତିଗତ କାରଣରୁ ମୁଁ ଯାଇପାରିନଥିଲି, ଯୋଉଭଳି ଭାବରେ ହେଲା, ସେ ହିଁ ଯେତିକି ଜଣ ଥିଲେ 50 ଉପରୁ ଥିଲେ, ଏବଂ ଯୋଉଭଳି ଭାବରେ ସେଠି ପରିବେଷଣ କରାଗଲା, ଯୋଉ ଆମର ଭଉଣୀ 4 ଜଣ କଲେ, ମଧୁସ୍ମିତା, ତରୁଣବାଳା, ଜସ୍ମିତା, ଆଉ ଆମର ଶୈଳା ଭଉଣୀ ଯୋଉଭଳି ଭାବରେ କଲେ, ଏବଂ ତା ପଛରେ ଥିଲେ ସୁରେନ୍ଦ୍ର ଭାଇ। ଏଗୁଡ଼ା ସବୁ ଭାଷାରେ କହିହେବନି, ଅନେକ ଲୋକ ବୁଝିପାରନ୍ତିନି। ଆଉ ତା ଦେହରେ ବି ଅନେକ ଲୋକ ଆମର ସଂଯୋଗକୁ ଭୁଲ ବୁଝିକିରି ବିରକ୍ତ ହେଇକି ଛାଡିଛନ୍ତି, ଅନେକ ଇନଆକ୍ଟିଭ ହେଇଛି। ସେ ମାନେ ଆମର ଅନୁଭୂତି ବି ଅଛି, ନଟ୍ ଦ୍ୟାଟ୍ ସମସ୍ତେ ଲାଇକ୍ କରୁଛନ୍ତି, କାରଣ ତାଙ୍କୁ ଶୃଙ୍ଖଳା ଭଲ ଲାଗେନି, ତାଙ୍କୁ ମାନେ ଗୋଟେ ଅପଣାପଣଟା ଭଲ, ସବୁ ଫର୍ମାଲିଟି ଏବଂ ବିଭିନ୍ନ ପ୍ରକାର। ଯାହା ହଉ ମତେ ମୁଁ 4 ଜଣଙ୍କର ଆଜି ଭଉଣୀଙ୍କର ଏବଂ 3 ଜଣଙ୍କର ଶୁଣିକରି ହୃଦୟ ଭଲ ପାଏ, ପଛପଟେ ଚୁପଚାପ ହେଇକିରି ଶୁଣିକିରି ତାକୁ ଅନୁଭବ କରିବା ପାଇଁ, ଏବଂ ସେଇ ଅନୁଭବ ସଂଯୋଗ କୋଉଠି ପହଞ୍ଚିଲାଣି ଏବଂ କିଭଳି ସମସ୍ତେ ଇନଭଲ୍ଭ ହୁଅନ୍ତୁ। ସେଦିନ ମୁଁ 8 ଦିନ ଯାଇପାରିନଥିଲି, କିନ୍ତୁ ପ୍ରତି ସମୟର ଯାହା ଯାହା ଘଟିଛି
ତା ସହ ମୁଁ ଖବର ପାଉଥାଏ, ଦେଖୁଥାଏ, ଭିଡିଓ ଦେଖୁଥାଏ ଏବଂ ମୁଁ ଆଖି ବନ୍ଦ କରି ସଞ୍ଜୟ ଯେମିତି ଦେଖୁଥିଲେ ମହାଭାରତ ଯୁଦ୍ଧକୁ ମୁଁ ସେଇଭଳି ଭାବରେ ଦେଖୁଥିଲି ଏବଂ କୋଉଭଳି ଭାବରେ ଅନୁମାନ କରୁଥିଲି ସେଇଟାକୁ ବହୁତ ବହୁତ ମୁଁ କୃତଜ୍ଞତା ସମସ୍ତଙ୍କ ପାଖରେ। ଆଉ ବହୁତ କଥା ପଦେ ଯୋଉ ସରଳା ଭଉଣୀ କହିଲେ ଯେ ମୁଁ ମାନେ ଅନୁତାପ କରୁଛି କାହିଁକି ମନ ଦୁଃଖ କରୁଛି, କାହିଁ ଆଗରୁ କାହିଁ ଜଏନ୍ କଲିନି। ଆଉ ସେ ପୁରୀରେ ଯୋଉଭଳି ଭାବରେ ତାଙ୍କ ତରଫରୁ ଚିହ୍ନିଲେ ମୁଁ ସେଥିରେ ପ୍ରକୃତରେ ସଂଯୋଗର ମହତ୍ଵ ରହିଛି, ଭାବ ରହିଛି, ଆନ୍ତରିକତା ରହିଛି ଏବଂ ସେଇ ଭାବପୂର୍ଣ୍ଣ ପରିବାରର ସମ୍ପର୍କ ଯାହା ହଉ ମୁଁ ବହୁତ ଖୁସି। ଆଉ କୁମାର ଭାଇ କି ବିଶେଷ କୃତଜ୍ଞତା ଜ୍ଞାପନ କରୁଛି ଯାହା ହଉ ମନେ ପକେଇଲେ କହିଲେ। ରହୁଛି କୁମାର ଭାଇ, ଆପଣ ହଁ ଯୋଉ ହଁ ଭାଇ, ବହୁତ ବହୁତ ଧନ୍ୟବାଦ ହର ଭାଇ। ଆଚ୍ଛା, ଆମର ଦି ଜଣ ଭାଇ ହ୍ୟାଣ୍ଡ ରେଜ୍ କରିଛନ୍ତି, ଟିକେ ଶୁଣିଦେବା ସଂକ୍ଷେପରେ। ବାବାଜୀ ଭାଇ। ହଁ ଭାଇ, ଜୟ ଜଗନ୍ନାଥ। ହଁ, ଜୟ ଜଗନ୍ନାଥ। ହଁ, ମୁଁ ଗୋଟେ ମିନିଟରେ ଖାଲି କହିବି ଯେ ସମସ୍ତଙ୍କୁ ପ୍ରଣାମ, ଜୟ ଜଗନ୍ନାଥ। ଆଜି ମୁଁ ଅଜୟ ଭାଇ କି ମୋର ଦେଖିବାରେ ଖୁସି ଲାଗିଲା। ଅଜୟ ଭାଇ ଆମ ମାଖ ଗୋବିନ୍ଦପୁର ଲୋକ। ସେ ମୁଁ ଆଗରୁ ଜାଣିଥିଲି ତାଙ୍କୁ ଟାଣିକି ଆଣିଥାନ୍ତି ମାର୍ଚ୍ଚ 8 ଦିନ। ହଁ, ଭାଉଜ ରିଟାୟାର କରିସାରିଲାଣି, ଏବେ ରିସେଣ୍ଟଲି ରିଟାୟାର କଲେଣି, ଅଛନ୍ତି ବୋଧେ। କାହିଁକି ସେ ଆସିଲେ ନାହିଁ, ମୁଁ ତାଙ୍କୁ ସଇଲା ପରେ ତାଙ୍କୁ ପଚାରିବି। ଆଉ ଦେବ ଭାଇ ବି ଆସିଲେ, ତାକୁ ଟାଣିକି ଆଣିଲି। ମୋର ଦି ଜଣ ଭାରି ଚିହ୍ନା ପରିଚୟ ଲୋକଙ୍କୁ ଆଜି ଦେଖିଲି। ମୋର କହିବାର କଥା ଯେ ଆଜି ଯୋଉ 4 ଜଣ ଥିଲେ, ଅପା, ସରଳ ଅପା, ଆଉ ପାଟଜୋଶୀ ଭାଇ, ପ୍ରଦୀପ ଭାଇ, ଦେବ ଭାଇ ଆଉ ଅଜୟ ଭାଇ, ସେମାନେ ସମସ୍ତେ 4 ଜଣଙ୍କୁ ମୋର ଅନୁରୋଧ, ପ୍ରତ୍ୟେକ ପ୍ରୋଗ୍ରାମରେ ସେମାନେ ଆଟେଣ୍ଡ କରନ୍ତୁ। ଆଉ ଆମର ବର୍ଷକୁ 2ଟା ଫିଜିକାଲ ପ୍ରୋଗ୍ରାମ ହଉଛି, ନିଶ୍ଚିତ ଭାବରେ ୱିଥ୍ ଫ୍ୟାମିଲି ଆସନ୍ତୁ, ଦେଖିବେ ଏହା ଏକ ଅଭୁଲା ସ୍ମୃତି ହେଇ ଭବିଷ୍ୟତ ପାଇଁ ରହିବ। ଜୟ ଜଗନ୍ନାଥ। ଧନ୍ୟବାଦ ବାବାଜୀ ଭାଇ। ଚମତ୍କାର କଥାଟେ କହିଲେ ବାବା। ହଁ, ସତ କଥା। ଇଏ ଅବନୀକାନ୍ତ ଭାଇ, ଆପଣଙ୍କ କିଛି କହିବାର ଅଛି? ଅବନୀକାନ୍ତ ପାଟଜୋଶୀ ଭାଇ ହ୍ୟାଣ୍ଡ ରେଜ୍ କରିଛନ୍ତି। ଅବନୀକାନ୍ତ ଭାଇ। କହିଲି କହିଲି। ଆଜ୍ଞା, ଜୟ ଶ୍ରୀ ଜଗନ୍ନାଥ। ହଁ ଶୁଣାଗଲା? ହଁ, ଶୁଣାଗଲା। 8 ତାରିଖ ଦିନ ମୁଁ ତ କହିଥିଲି ଆପଣଙ୍କୁ ଫୋନରେ, ମୁଁ କହିଥିଲି ମୁଁ ଆଟେଣ୍ଡ କରିପାରୁନି, ଆଉ ଗୋଟେ ପ୍ରୋଗ୍ରାମ ଥିଲା ଆଲାଇ। ତ ସେଥିରେ ସେ ଶୈଳବାଳା ମ୍ୟାଡାମ କଣ କହିଥିଲେ ଟିକେ ଆଭାସ ଦେଇଥାନ୍ତେ ଭଲ ହେଇଥାନ୍ତା, ନାଇଁ ଯଦି ସମୟ ଅଛି। ନାଇଁ ନାଇଁ, ଏବେ ଶୈଳବାଳା ମ୍ୟାଡାମ ନାହାନ୍ତି, ସେ ଗୀତା କ୍ଲାସରେ ଆଜ ଏ ଟ୍ରେନର ସେ ଗୀତା ହଁ, ଶିଖଉଛନ୍ତି। ତାଙ୍କ ଟାଇମ ହେଲା, ମତେ ଆଗରୁ ସେ କହିଦେଇଛନ୍ତି, ସେ ବର୍ତ୍ତମାନ ଗୀତା ଶିଖଉଛନ୍ତି। ଠିକ ଅଛି, ଆଉ କେତେବେଳେ ଟିକେ ଚାନ୍ସ ଦେବେ। ଆଉ ଦେବ ହଁ, ସୁନ୍ଦର ଦାସ ଭାଇ ଯୋଉ ଅଛନ୍ତି, ତାଙ୍କୁ ଆମେ ସେ ଗୋଟେ ୱେବିନାର ଶୁଣିପାରିବା ଅନ୍ୟ କୌଣସି ବିଷୟ ଉପରେ। ଠିକ ଅଛି। ହଁ ହଁ ଠିକ ଅଛି, ସେ ତାଙ୍କୁ ଟିକେ ବହୁତ କହିବେ କେତେବେଳେ ଯେ ଆମେ ତାଙ୍କର ଟେକ୍ନିକାଲ ହେଲ୍ପ ପାଇମୁ, ତାଙ୍କର ଟିକେ ଆମକୁ ବହୁତ ସାହାଯ୍ୟ କରିବେ ମାନେ ଆଉ। ଗୀତା ଭିତରେ ତାଙ୍କ ବର୍ତ୍ତମାନ ସେ ମଜି ଯାଇଛନ୍ତି ଗୀତା ଭିତରେ। ହଉ, ଠିକ ଅଛି, ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ। ଧନ୍ୟବାଦ। ହଉ, ଆମେ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟକୁ ଆସିବା। ବିଭୂତି ଭାଇଙ୍କର ଦାୟିତ୍ୱଟା ମୁଁ ତୁଲେଇ ନେଉଛି। ତେଣୁ ଆଜି ଆମେ ଯୋଉ ନୂଆ 4 ଜଣ ସଦସ୍ୟା ଭାଇ ଭଉଣୀଙ୍କୁ ଶୁଣିଲେ, ସମସ୍ତେ ନିଜ ନିଜ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଛନ୍ତି, ଏଟା ନିଶ୍ଚିତ ଭାବରେ ତାଙ୍କ କଥାରୁ ଆପଣମାନେ ଜାଣିପାରିଥିବେ। ଆଉ ସମସ୍ତଙ୍କର ଯୋଉ ସ୍ମୃତି ସେ ଅତ୍ୟନ୍ତ ମନମୁଗ୍ଧକର ଥିଲା ଏବଂ ଶିକ୍ଷଣ ବି ଥିଲା। ତେଣୁ ଆମର ସେଇ ଯୋଉ 4 ଜଣ ଭଉଣୀ, ଶୈଳବାଳା ମିଶ୍ର, ଭାଇ ଦେବସୁନ୍ଦର ମହାପାତ୍ର, ଭାଇ ଅଜୟ ଦାସ ଏବଂ ଭାଇ ପ୍ରଦୀପ କୁମାର ପାଟଜୋଶୀ, ସମସ୍ତଙ୍କୁ ମୁଁ ମୋ ଅନ୍ତରର ଗଭୀରତମ ପ୍ରଦେଶରୁ ଧନ୍ୟବାଦ ଜଣାଉଛି, କୃତଜ୍ଞତା ଜଣାଉଛି। ଆଜିର କାର୍ଯ୍ୟକ୍ରମକୁ ଏତେ ସୁନ୍ଦର ଭାବରେ ସଞ୍ଚାଳନା କଲେ ଭାଇ କାହ୍ନୁଚରଣ ପାଣିଗ୍ରାହୀ। ଆଉ ସେ ବି ତ ଆମର ହର ଭାଇ ତାଙ୍କ ବିଷୟରେ ବି କହୁଥିଲେ, ସେ ବି ଜଣେ କବି, ଲେଖକ, ସୁବକ୍ତା। ଏଇ 8 ତାରିଖ ଦିନ ସେ ଗୋଟେ ମୁଖ୍ୟ ଅତିଥି ନା ମୁଖ୍ୟ ବକ୍ତା ହେଇକି ଗୋଟେ ଫଙ୍କସନ ଯାଇଥିଲେ। ତେଣୁ ସେ ଆଗରୁ କହିଥିଲେ ମୁଁ ଏ ଫଙ୍କସନ ଯାଇପାରୁନି, ଯେହେତୁ ସେଟା ଗୋଟେ ଆଗରୁ ତାଙ୍କୁ ମୁଁ ଗୋଟେ କମିଟମେଣ୍ଟ ଦେଇଛି, ଆଗରୁ ନଥିଲେ ନିଶ୍ଚୟ ଏଟାକୁ ଆସିଥାନ୍ତି। ସେ ବି ବହୁତ ଜ୍ଞାନୀ ଗୁଣୀ ଲୋକ, ଅତି ସୁନ୍ଦର ଭାବରେ ସଞ୍ଚାଳନା କାର୍ଯ୍ୟକ୍ରମକୁ ତୁଲେଇଲେ। କାହ୍ନୁ ଭାଇଙ୍କୁ ଅଶେଷ ଧନ୍ୟବାଦ। ତାପରେ ଆଜିର ଏ ଯୋଉ କାର୍ଯ୍ୟକ୍ରମର ପଛରେ ଆମର ଯେ ଆମକୁ ଟେକ୍ନିକାଲ ସପୋର୍ଟ ଦଉଛନ୍ତି ଆମର ମ୍ୟାଡାମ ସୁସ୍ମିତା ଦାସ, ତାଙ୍କ ଯୋଗୁଁ ହିଁ ଆମର ଏସବୁ କାର୍ଯ୍ୟକ୍ରମ ସଫଳ ହେଇପାରୁଛି। ଆଉ ଗୋଟିଏ ବିଷୟ ମୁଁ ତାଙ୍କ ବିଷୟରେ କହିବି, ସୁସ୍ମିତା ମ୍ୟାଡାମ ଟିକେ ପ୍ରକଟ ହେଇଯାଆନ୍ତୁ ଯେ ଗଲା 8 ତାରିଖ ଦିନ
रोटारी डिस्ट्रिक्ट जो आमर एटे जो अच्छी आमर ये डिस्ट्रिक्ट रोटारी डिस्ट्रिक्ट नंबर 3260 कहूँ तांको रोटारी 3262 हाँ 3262 डिस्ट्रिक्ट तरफ रोटारी वुमेन ऑफ एक्सलेंस अवार्ड रे तांको भूषित करा जायछि एटा आम पई गौरवर विषय तेणु तांको उद्देश्य समस्त गुडे ताली दियंतु आ समस्त आशीर्वाद तांको ऊपर रहंतु से जेंति आहुरी अधिक अधिक तांको जीवन रे उन्नति करिवे बहुत बहुत कंग्रेचुलेशन हाँ थैंक यू समस्तंकर अभिनंदन और आशीर्वाद निश्चय भाव रही से प्रकार परिश्रम करके आमको 8 तारिख दिन से सकाल से दिन आवार्ड पाइबार थिला किंतु आग संजोग को आसिले संजोग काम सारिक 3टा बेलू दौड़िले रेल भवन से कार्यक्रम जोगदेले यहाँ हूँ निष्ठा बहुत बहुत धन्यवाद धन्यवाद हर भाई तो आम सब कही से धन्यवाद ऊर्धरे आम आशीर्वादन शुणिले से तो ये संजोग ही दृष्टि बहुत बहुत कृतज्ञता ज्ञापन करुच्ची आ समस्त श्रोता दर्शक जो मैंने आज उपस्थित रही आज कार्यक्रम सफल कले समस्त धन्यवाद नमस्कार जनाऊँ आज ये रहा पुणी एकाठी हवा स्क्रीन उपरे आसंता 24 तारिख में आमर परवर्ती कार्यक्रम ये रहा समस्त नमस्कार जय जगन्नाथ समस्त नमस्कार नमस्कार ଶେଷରେ ରାଜକୁମାର ସୁତାର ଭାଇକି ବି ଆମ ତରଫରୁ କୃତଜ୍ଞତା ସମସ୍ତଙ୍କୁ ବାନ୍ଧିକି ରଖିଛନ୍ତି ଏବଂ ହସି କଥା କହୁଛନ୍ତି ଆଉ କାହ୍ନୁ ଭାଇ ଯାହା କହିଲେ ଆର୍.କେ. ସୁତାର ଭାଇ ଯାହା କହିବେ ତାଙ୍କୁ ନାଁ କହି ହବ ନାହିଁ ଠିକ କଥାଟେ କହିଛନ୍ତି ସତ କଥା ଏଟା ହଁ ହଁ ନାଇଁ ଏଠି ସଂଯୋଗରେ ସମସ୍ତେ ସତ ହିଁ କହନ୍ତି ଏଠି ଭେଜାଲ କିଛି ନାହିଁ ଆଉ ଯିଏ ଭେଜାଲ ବାଲା ସେ ଅଟୋମେଟିକ ଛାଡି